ଆଜିର ବିବେକବାଣୀ ପାଠ କରୁଛି। କର୍ମ କରିବା ଅଥଚ ଫଳର ଆଶା ନ କରିବା, ଲୋକଙ୍କୁ ସାହାଯ୍ୟ କରିବା ଅଥଚ ତାଙ୍କ ନିକଟରୁ କୌଣସି ପ୍ରକାର କୃତଜ୍ଞତା ପ୍ରତ୍ୟାଶା ନ କରିବା, ସତ୍କର୍ମ କରିବା ଅଥଚ ତାହା ଦ୍ୱାରା ନାମ ଯଶ ହେଲା ବା ନ ହେଲା ଏ ବିଷୟରେ ଦୃଷ୍ଟି ନ ଦେବା, ଏହା ଜଗତରେ ସବୁଠାରୁ କଠିନ କାମ। ଲୋକେ ଯେତେବେଳେ ପ୍ରଶଂସା କରନ୍ତି ସେତେବେଳେ ଘୋର କାପୁରୁଷ ମଧ୍ୟ ସାହସୀ ହୁଏ। ସମାଜର ଅନୁମୋଦନ ଓ ପ୍ରଶଂସା ପାଇଲେ ନିର୍ବୋଧ ବ୍ୟକ୍ତି ମଧ୍ୟ ବିରୋଚିତ କାର୍ଯ୍ୟ କରିପାରେ, କିନ୍ତୁ କାହାରି ହେଲେ ସ୍ତୁତି ପ୍ରଶଂସା ଆଶା ନ କରି ସେଇ ଦିଗକୁ ଆଦୌ ଦୃଷ୍ଟି ନ ଦେଇ ସର୍ବଦା ସତ୍କାର୍ଯ୍ୟ କରିବା ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ ସ୍ୱାର୍ଥ ତ୍ୟାଗ। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ। ବହୁତ ଧନ୍ୟବାଦ ଭଉଣୀ। ଆମର ଅଶ୍ଲେଷା ଆମର ଅଭିଲିପ୍ସା ଭଉଣୀ ଅତି ସୁନ୍ଦର ଭାବରେ ଆମକୁ ବିବେକାନନ୍ଦଙ୍କର ବାଣୀ ଶୁଣେଇଲେ। ଆମେ ନିଶ୍ଚିତ ଭାବରେ ଅତି ଖୁସିର ବିଷୟ ଯେ ଆମେ ଏଇ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆମେ ଜଣେ ଜଣେ ସଭ୍ୟ ସଭ୍ୟା, ଆଉ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ଆମର ଭଉଣୀଙ୍କୁ। ଧନ୍ୟବାଦ। ବର୍ତ୍ତମାନ ମୁଁ ଆମର ଅନୁରୋଧ କରିବି ଆମର ଆଜିର ଏଇ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବେ ଆମର ଡକ୍ଟର ଚିରବ୍ରତ ଦତ୍ତ, ଯିଏକି ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଭ୍ୟ ଏବଂ ସେ ଆମର ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ସମାଜସେବୀ। ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେ ଜଡ଼ିତ ଏବଂ ରୋଟାରୀ କ୍ଲବରୁ ଆରମ୍ଭ କରି ବିଭିନ୍ନ ସଂଗଠନ, ଆମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଗଠନ ହଉ ବା ଯେକୌଣସି ସଂଗଠନରେ ସେ ସବୁବେଳେ ଆଗରେ ରହନ୍ତି। ଆଜି ଆମେ ତାଙ୍କୁ ସଭାପତି ଭାବରେ ପାଇ ଆମେ ସମସ୍ତେ ଖୁସି ଅଛୁ। ତେଣୁ ମୁଁ ବର୍ତ୍ତମାନ ଆମର ଚିରବ୍ରତ ଦତ୍ତ, ଆମର ପିଣ୍ଟୁ ଭାଇ, ଆମର ସେ ଦାଦା, ତାଙ୍କୁ ମୁଁ ଅନୁରୋଧ କରିବି ଯେ ଆମର ଆଜିର ଏଇ କାର୍ଯ୍ୟକ୍ରମର ସେ ପୌରୋହିତ୍ୟ କରିବା ସହିତ ଆମର ପ୍ରାରମ୍ଭିକ ଅଭିଭାଷଣ ରଖିବେ ସାର୍ ଡକ୍ଟର ଚିରବ୍ରତ ଦତ୍ତ ଭାଇ। ଧନ୍ୟବାଦ ସୁଷମା ଭଉଣୀ। ଆମେ ଆଜିର ଯୋଉ ଆମର ବକ୍ତା ଆମର ଭଉଣୀ ସସ୍ମିତା ଭୋଇ, ସେ ଜଣେ ଅଧ୍ୟାପିକା ଏବଂ ଯୋଉ ବିଷୟ ଉପରେ ଆମେ ଆଲୋଚନା କରିବାକୁ ଯାଉଛେ ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ, ସଂସ୍କୃତି, ଇଏ ଗୋଟେ ବିସ୍ତୃତ ବିଷୟ। ମାନେ ପ୍ରତ୍ୟେକ ଯୋଉ ଭାଷା ପାଇଁ, ସାହିତ୍ୟ ପାଇଁ, ଐତିହ୍ୟ ପାଇଁ, ସଂସ୍କୃତି ପାଇଁ ଗୋଟେ ଗୋଟେ ଲମ୍ବା ଲମ୍ବା ଆମକୁ ସେସନ ଦରକାର, କିନ୍ତୁ ଆମେ ତାକୁ ଗୋଟେ ସାମଗ୍ରିକରଣ କରିକିରି ଗୋଟିଏ ଲେକ୍ଚର ଭିତରେ ତାକୁ ସୀମିତ କରିଛୁ। ଦେଖନ୍ତୁ, ଭାଷା କୌଣସି ଜାଗାରେ ଯୋଉଛି ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ଆମର ଗଠନ ହେଇଥିଲା। ଆମ ଭାଷା ବହୁତ ପ୍ରାଚୀନ ଏବଂ ଏଇ ଭାଷା ଧୀରେ 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 ଆମର ପୁରାଣ ମାଧ୍ୟମରେ, ଆମର ପୋଥି ମାଧ୍ୟମରେ, ବିଭିନ୍ନ ପ୍ରକାର ଧାର୍ମିକ ଗ୍ରନ୍ଥ ମାଧ୍ୟମରେ ଡେଭଲପ କରି କରି ମଡର୍ଣ୍ଣ ଯୁଗରେ ପହଞ୍ଚିକି ଆମର ଭାଷା ଧୀରେ ଧୀରେ ବିକଶିତ ହେଇଛି। ଆମେ ଗର୍ବ ମନେ କରୁ, ଆମେ ନିଜେ ଗର୍ବିତ ଓଡ଼ିଆ ହିସାବରେ ଆମର ଭାଷାକୁ ନେଇ, ସାହିତ୍ୟକୁ ନେଇ, ଐତିହ୍ୟକୁ ନେଇ, ସଂସ୍କୃତିକୁ ନେଇ। ଯୋଉ ଐତିହାସିକ ମାନେ କହନ୍ତି କୌଣସି ସମାଜକୁ, କୌଣସି ଦେଶକୁ, କୌଣସି ଜାତିକୁ ଯଦି ନଷ୍ଟ କରିବାର ଅଛି, ଧ୍ୱଂସ କରିବାର ଅଛି, ତାର ସଂସ୍କୃତି ଉପରେ ପ୍ରହାର କର। କାରଣ ଥରେ ସଂସ୍କୃତି ଉପରେ ପ୍ରହାର କରିବେ ତାହେଲେ ସେ ଲୋକମାନେ ଆପଣା ଛାଁ ସେମାନେ ନଷ୍ଟ ହେଇଯିବେ, ଆପଣ ଛାଏଁ ବିଲୁପ୍ତ ହେଇଯିବେ। ଯେତେବେଳେ ଇଂରେଜ ଶାସନ କରୁଥିଲେ, ମେକଲେ ସାହେବ ଆମର ଏଜୁକେସନ ସିଷ୍ଟମକୁ ପୁରା ଚେଞ୍ଜ କରିଦେଇକିରି ଉଲ୍ଟେଇ ଦେଲେ ଏବଂ ଆମକୁ ସେ ଦାସ ହିସାବରେ ରଖିଲେ ଅନେକ ଦିନ। ଇତିହାସରେ ଅନେକ ନଜିର ଅଛି ଯାହା ଦ୍ୱାରା ଆମେ ଯେତେବେଳେ ଆକ୍ରାନ୍ତ ମାନେ ବାହାରୁ ଆସିଲେ ଏବଂ ଆମ ଉପରେ ଆଧିପତ୍ୟ ବିସ୍ତାର କଲେ, ଆମର ସଂସ୍କୃତି ଉପରେ କୁଠାରଘାତ କରିଛନ୍ତି ସେମାନେ। କିନ୍ତୁ ଆମେ ଆଜି ବି ଗର୍ବିତ, ଆମର ଭାଷା ବଞ୍ଚି ରହିଛି, ଆମର ସାହିତ୍ୟ ବଞ୍ଚି ରହିଛି, ଆମର ଐତିହ୍ୟ ବଞ୍ଚି ରହିଛି। ସମସ୍ତେ ନିଜ ନିଜର ଇତିହାସକୁ ନେଇ ଗର୍ବିତ ହବାର କଥା। ଆମର ଇତିହାସ ବହୁତ ବହୁତ ଗୋଟେ ସୁନ୍ଦର ଇତିହାସ, ଗୋଟେ ପ୍ରାଚୀନ ଇତିହାସ ଏବଂ ଗୋଟେ ଏମିତି ଏକ ଆମର ଇତିହାସ ଯାହାକୁ ନେଇକି ଆମେ ଗର୍ବ କରିପାରିବା। ମୁଁ ବେଶୀ ସମୟ ନେବି ନାହିଁ, କାରଣ ଗୋଟେ ବଡ ଆମର ବିଷୟ ନେଇକିରି ଆଜି ଆମେ ଆଲୋଚନା କରିବା। ମୁଁ ଏବେ ଭଉଣୀ ସସ୍ମିତା ଭୋଇଙ୍କୁ ଅନୁରୋଧ କରିବି ତାଙ୍କର ବକ୍ତବ୍ୟ ରଖିବା ପାଇଁ।
एवं भौणी सस्मिता भोई जने भल वक्ता आसंतु तांकु सुनिबा। सस्मिता भोई। हमर आज आमे खुशीर विषय हमर वक्ता भाबरे आमे आलोचिका भाबरे पाइछु हमर श्रीमती सुस्मिता भोई मैडम को। आओ सुस्मिता भोई मैडम जने खाली अध्यापिका नुहंती, से जने सुवक्ता, स्नेही तथा मेलापी मनीषटीए। छंद कपट ठारू से बहुत उच्चरे विभिन्न कार्यक्रम रे वक्ता भाबरे योगदान करी से समस्तंकर प्रिय भाजन होई पारिछंती। से इतिहास अध्यापिका हेले मध्य साहित्य प्रति से तांकर अनुराग रही। साहित्य अनुरागी विभिन्न साहित्य सभा से योगदान करी तांकर वक्तव्य रखी समस्त को से आमोदित करि पारिछंती। आज खुशी विषय आमे तांकु हमर वक्ता भाबरे आलोचिका भाबरे आमे पाइछु एवं आज हमर साहित्य ओडिया भाषा साहित्य ऐतिह्य संस्कृति उपरे से आलोचना करेंगे। तेणु आउ थे स्वागत एवं अभिनंदन जनाऊँगी एवं तांकर वक्तव्य रखिबा पई मु अनुरोध करुछि सुस्मिता भाई मैडम को। सम्माननीय स्वामी विवेकानंद लोक संसदर प्राज्ञ विज्ञ कर्मकर्ता वृंद, सभापति महोदय, संपादिका संपादक तथा एई आभासी सभारे आज जोग देइथिबा समस्त विज्ञ प्राज्ञ सम्माननीय श्रोता मंडली समस्तंकु मोर सारस्वत प्रणाम। आजिर आलोच्य विषय वस्तु ओडिया भाषा साहित्य ऐतिह्य और संस्कृति। भाषा भित्ति रे 1936 मसीहा एप्रिल 1 तारिख दिन गठन हुए आम ओडिशा बा ओडिया राज्य एवं एक स्वतंत्र राज्यर मान्यता पाइथिबा एही ओडिया राज्य जो गठन होइथिला एवं ताहा पई आमे प्रत्येक वर्ष एप्रिल 1 तारिख रे पालन करूछे हमर ओडिया प्रदेश रो एक स्वनक्षत्र दिवस एवं आमे आज 90तम ओडिया प्रदेश गठनर वर्ष पूर्ति पालन करि सारलेनी एवं एई वर्ष गोटिए पक्ष आमे पालन करूछे ओडिया भाषा साहित्य ऐतिह्य संस्कृति को नहीं। तेणु स्वामी विवेकानंद लोक संसदर एई अधिवेशन रे मोर वक्तव्य ओडिया भाषा साहित्य ऐतिह्य एवं संस्कृति। भाषा एक व्यक्तिर निर्दिष्ट आत्म परिचय। भाषार समृद्धि एक जातिर विकास मूल मंत्र। एक जातिर सांस्कृतिक विकास धारा रे भाषा ही तार अस्मितार अस्तित्व। एही क्रम रे ओडिया बा उत्कलर ओडिया भाषा तार मौलिकता एवं संपूर्ण मौलिक आर्य भाषा रूप में स्वीकृत। भारतीय वैदिक जुगरु प्राचीन प्राकृत भाषारू जन्म नैथिबा एही भाषा समयर प्रवाहमान धारा रे सोरसनी 85 मागधी द्राविड़ीय भाषा बा एस्ट्रोएशिया भाषारू विभव आहरण करी एक समृद्ध शास्त्रीय भाषार विभव रे आज गौरवान्वित होईची। ओडिया भाषा कालर क्रम विकास धारा रे उड्र विभाषा उड्रजा आशीपाकुत ओड्री अपभ्रंश प्रत्न ओडिया प्राचीन ओडिया ओडिया मानक आदि रूप धारण करी संप्रति आधुनिक ओडिया भाषा रूपे स्वीकृति लाभ करिछि। भाषार उत्पत्ति कालर जेउ रूप रे से आत्म प्रकाश करिथाए किंतु समयर प्रवाहमान धारा रे ताहा विकसित होई परिवर्तनशील रूप नहीं थाए। एणु आजिर ओडिया भाषा एक आधुनिक ओडिया भाषा रे आत्म प्रकाश करिछि एवं आमे जदि ओडिया भाषार प्राचीनतार स्वरूप संपर्क रे आलोचना करिबा तेबे प्रत्न ओडिया ही होछि सबुठारु प्राचीन ओडिया भाषा बोली विवेचना करा जाय। ख्रीष्टपूर्व 6 शताब्दी भारतीय धर्मीय विश्वास रो एक नूतन पट परिवर्तन होइथिला एही काल रे एवं ख्रीष्टपूर्व 6 शताब्दी रे जेते बेले एही पृथ्वीर धरापृष्ठ रे आविर्भाव हुअन्ति महात्मा बुद्ध
ସେତେବେଳେ ତାଙ୍କର ପ୍ରଥମ ଦିବ୍ୟ ଜ୍ଞାନକୁ ସେ ଦେଇଥିଲେ ଯେଉଁ 5 ଜଣ ଯେଉଁ ଶିଷ୍ୟଙ୍କୁ, ସେଇ ମଧ୍ୟରେ ଅନ୍ୟତମ ଥିଲେ ଓଡ଼ିଶାର 2 ଜଣ ବଣିକ ଭାଇ ତପସ୍ୱୁ ଏବଂ ଭଲ୍ଲିକ। ସେଇ ତପସ୍ୱୁ ଯେତେବେଳେ ଗୌତମ ବୁଦ୍ଧଙ୍କର ବୌଦ୍ଧ ଧର୍ମର ପ୍ରଥମ ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହୋଇଥିଲେ, ତାପରେ ଓଡ଼ିଶା ବା ତତ୍କାଳୀନ ଉତ୍କଳର ତାରାପୁର ଠାରେ ସେ ପ୍ରଥମ ସ୍ତୂପ ନିର୍ମାଣ କରିଥିଲେ, ଯାହା ଥିଲା ପୃଥିବୀର ସମସ୍ତ ଯେତେ ବୌଦ୍ଧ ସ୍ତୂପ ନିର୍ମାଣ ହୋଇଛି ସବୁଠାରୁ ପ୍ରଥମ ବୌଦ୍ଧ ସ୍ତୂପ ବୋଲି ତାକୁ ବିବେଚନା କରାଯାଏ। ଏବଂ ଏହି କ୍ରମରେ ତାପରେ ସେଇ ସ୍ତୂପରେ, ଯେଉଁ ସ୍ତୂପରେ ସେ ବୁଦ୍ଧଦେବଙ୍କର ପବିତ୍ର କେଶ ଏବଂ ନଖକୁ ଆଣି ସେଇ ସ୍ତୂପ ମଧ୍ୟରେ ସ୍ଥାପନ କରିଥିଲେ, ତେଣୁ ତାରାପୁର ଠାରେ ଥିବା ଏହି କେଶ ସ୍ତୂପକୁ କେଶ ସ୍ତୂପ ବୋଲି କୁହାଯାଏ। ଏବଂ ସେଥିରେ ସେ ଖୋଦିତ କରିଥିଲେ ବ୍ରାହ୍ମୀ ଲିପିରେ କେଶ ଥୂପ, କେଶ ତପରୁ ଏବଂ ଦାନମ ଏବଂ କଳିଙ୍ଗ ରାଜ ପ୍ରଭୃତି ଶବ୍ଦ। ଏବଂ ଏହା ଆଧାରରେ ଆମର ଭାଷାବିତ୍ ମାନେ ପ୍ରମାଣ କରିଛନ୍ତି ଯେ ଏହି ଯେଉଁ କେଶ ସ୍ତୂପରେ ଲିଖିତ ଥିବା ଭାଷାରେ ଓଡ଼ିଆ ଭାଷାର ଉତ୍ପତ୍ତି ରହିଅଛି। ତେଣୁ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀକୁ ଓଡ଼ିଆ ଭାଷାର ଉତ୍ପତ୍ତି ବୋଲି ଅନେକ ଐତିହାସିକ ମତ ବ୍ୟକ୍ତ କରିଛନ୍ତି। ତେଣୁ ଏଇ ଯେଉଁ ଆମ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଆଜି ପ୍ରମାଣିତ ହୋଇଛି, ତେଣୁ ଓଡ଼ିଆ ଭାଷା ବିଶେଷ ଭାବରେ ଆହୁରି ମଧ୍ୟ ତାର ପ୍ରକୃତ ସ୍ୱରୂପ ବା ଜ୍ଞାନକୁ ପରିପ୍ରକାଶ କରିଥିଲା ତାର 300 ବର୍ଷ ପରେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ। ଏବଂ 7ଟି ଭାରତୀ ଭାଷା ବା 7ଟି ଭାରତୀ ଭାଷା ରହିଥିଲା ଏବଂ ସେଗୁଡ଼ିକ ଥିଲା ଶବର, ଅବିର, ଦ୍ରାବିଡ଼, ଉଡ୍ର ଏବଂ ଚାଣ୍ଡାଳୀ ଏବଂ ବନଚାରୀ। ଏବଂ ଏଇ 7ଟି ଯେଉଁ ଭାଷା ରହିଥିଲା ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ, ସେଥିମଧ୍ୟରେ ଯେଉଁ ଉଡ୍ରି ବୋଲି ଯାହା ରହିଥିଲା ତାହା ସେତେବେଳେ ଓଡ଼ିଆ ଭାଷା ରୂପେ ସ୍ୱୀକୃତି ଲାଭ କରିପାରିଥିଲା। ତେଣୁ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ମଧ୍ୟ ଓଡ଼ିଆ ଭାଷା ପରିପ୍ରକାଶ ହୋଇ ତାର ଶାସ୍ତ୍ରୀୟତାର ପ୍ରମାଣ ନିଶ୍ଚିତ ଭାବରେ ପ୍ରମାଣିତ କରି ସାରିଛି। ଏବଂ ତାପରେ ଓଡ଼ିଆ ଭାଷା ବିଶେଷ ଭାବରେ ବିକଶିତ ହୋଇଛି କୋଉଠି ନା ଶିଳାଲେଖରେ। ଓଡ଼ିଶାର ଜଣେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଜଣେ ଶ୍ରେଷ୍ଠ ନରପତି, ଯିଏ ହେଉଛନ୍ତି ଆମ ଓଡ଼ିଆ ଜାତିର ଶୌର୍ଯ୍ୟ ବୀର୍ଯ୍ୟର ପ୍ରତୀକ ବା ମହାମେଘବାହନ ଔର ଖାରବେଳ, ଯାହାଙ୍କର ରାଜଧାନୀ ଥିଲା କଳିଙ୍ଗ ନଗରୀ। ଏବଂ ତାଙ୍କ ଦ୍ୱାରା ଖୋଦିତ ଉଦୟଗିରିର ହାତୀଗୁମ୍ଫା ଶିଳାଲେଖକୁ ଓଡ଼ିଶାର ପ୍ରଥମ ଶିଳାଲେଖର ମାନ୍ୟତା ଦିଆଯାଏ। ଏବଂ ଏହି ଶିଳାଲେଖରେ ଖାରବେଳଙ୍କ ଦ୍ୱାରା ଖୋଦିତ ହୋଇଥିବା ନଗର, ଗଣନ ଆଦି ଶବ୍ଦ ମଧ୍ୟ ଓଡ଼ିଆ ଭାଷାର ଶବ୍ଦ ରୂପେ ବିବେଚନା କରାଯାଏ। ଏବଂ ଓଡ଼ିଆ ଲିପି ସେତେବେଳେ ହାତୀଗୁମ୍ଫା ଶିଳାଲେଖରେ ମଧ୍ୟ ପ୍ରକାଶିତ ହୋଇଥିବାର ଜଣାଯାଏ। ସେହିପରି ଶିଳାଲେଖୀୟ ସାହିତ୍ୟ କ୍ରମରେ ଆମେ ଯଦି ଦେଖିବାକୁ ଚାହିଁବା, ଓଡ଼ିଆ ଲିପିର ପରିପ୍ରକାଶ ଘଟିଛି ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ, ଯେତେବେଳେ ଓଡ଼ିଶାରେ ସଂଗଠିତ ହୋଇଥିଲା। ସେହି ସମୟରେ ଓଡ଼ିଶାର ନାମ ଥିଲା କଳିଙ୍ଗ ଏବଂ ସେହି ସମୟରେ ସଂଗଠିତ ହୋଇଥିଲା କଳିଙ୍ଗ ଯୁଦ୍ଧ। ଏବଂ କଳିଙ୍ଗ ଯୁଦ୍ଧରେ ଓଡ଼ିଶାରେ ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ମହାପ୍ରତାପୀ, ପ୍ରବଳ ପ୍ରତାପୀ ମଗଧର ସମ୍ରାଟ ଅଶୋକ। ଏବଂ ଏଇଠାରୁ ବା ଏଇ କଳିଙ୍ଗ ମାଟିରୁ ହିଁ ତାଙ୍କର ଆରମ୍ଭ ହୋଇଥିଲା ଦିଗ୍ବିଜୟରୁ ଧର୍ମ ବିଜୟର ଯାତ୍ରା। ଏବଂ ତାପରେ ସେ ପ୍ରଜାଙ୍କର ପ୍ରିୟ ଶାସକ ଭାବରେ, ଦେବାନାଂ ପ୍ରିୟଦର୍ଶୀ ଅଶୋକ ଭାବରେ ଯେତେବେଳେ ସେ ପ୍ରସିଦ୍ଧି ହେଲେ, ସେତେବେଳେ କାଳକୁ କାଳଜୟୀ ରହିବା ପାଇଁ ସେ ଖୋଦିତ କରିଗଲେ ଧଉଳି ଏବଂ ଧଉଳି, ଯାହାକି ଭୁବନେଶ୍ୱର ନିକଟରେ ଅବସ୍ଥିତ। ଏବଂ ଜଉଗଡ଼ ଶିଳାଲେଖରେ ଓଡ଼ିଆ ଲିପିର ଯେଉଁ ଶିଳାଲେଖ, ସେଥିରେ ଅନେକ ପ୍ରକାର ଓଡ଼ିଆ ଶବ୍ଦର ବ୍ୟବହାର ଓଡ଼ିଆ ଲିପିର ପ୍ରାଚୀନତାକୁ ମଧ୍ୟ ସୁସ୍ପଷ୍ଟ କରିଅଛି। ତେଣୁ ଓଡ଼ିଆ ଲିପି ବା ଓଡ଼ିଆ ଭାଷା ହେଉଛି ଏକ ସମୃଦ୍ଧ, ଶାଶ୍ୱତ ଏବଂ ଶାସ୍ତ୍ରୀୟ ଭାଷା, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ ପରବର୍ତ୍ତୀ କାଳରେ ଓଡ଼ିଆ ଭାଷା କ୍ରମଶଃ ବିକଶିତ ହୋଇଛି। କିପରି ନା ବିଭିନ୍ନ ଯେଉଁ ଆସିଛନ୍ତି ଆମର ରାଜବଂଶ ସମୂହ, ପ୍ରାଚୀନ ଉତ୍କଳର ଯେଉଁ ପ୍ରମୁଖ ରାଜବଂଶ ମାନେ ରହିଥିଲେ, ସେମାନଙ୍କ ମଧ୍ୟରେ ଶୈଳୋଦ୍ଭବ, ଭୌମକର, ତାପରେ ସୋମବଂଶୀ, ଗଙ୍ଗ, ଗଜପତି ପ୍ରତ୍ୟେକ ଶାସକମାନଙ୍କର ଶାସନ କାଳରେ ବିଶେଷ ଭାବରେ ଏହି ଓଡ଼ିଆ ଭାଷା ବିକଶିତ ହୋଇଅଛି। ସେହିପରି ଅନେକ ତାମ୍ର ଫଳକରେ ମଧ୍ୟ ଓଡ଼ିଆ ଭାଷାର ଯେଉଁ ଶବ୍ଦ ଗୁଡ଼ିକ ମଧ୍ୟ ଦେଖିବାକୁ ମିଳିଥାଏ।
ଏବଂ ଷଷ୍ଠ ଶତାବ୍ଦୀରେ ଏବଂ ଦଶମ ଶତାବ୍ଦୀରେ ବିଶେଷ ପ୍ରାପ୍ତ ହୋଇଥିବା ବିଭିନ୍ନ ଶିଳାଲେଖ ମଧ୍ୟରେ 1051 ଖ୍ରୀଷ୍ଟାବ୍ଦରେ ସୋମବଂଶୀ ଶାସକ ବ୍ରଜ୍ରହସ୍ତଙ୍କ ଦ୍ୱାରା ପ୍ରଣୀତ ଶିଳାଲେଖ ଉର୍ଜାଙ୍ଗ ଶିଳାଲେଖ ହେଉଛି ଓଡ଼ିଆ ଭାଷାର ଏକ ପୂର୍ଣ୍ଣାଙ୍ଗ ଶିଳାଲେଖ ବୋଲି ଭାଷାତତ୍ତ୍ୱବିତ୍ ମାନେ ବିବେଚନା କରିଥାନ୍ତି। ଏହିପରି ଭାବରେ ଓଡ଼ିଆ ଭାଷା ବିଭିନ୍ନ ମନ୍ଦିର ଗାତ୍ରରେ ବିଭିନ୍ନ ତାମ୍ର ଫଳକରେ ଖୋଦିତ ହୋଇ ତାର ସ୍ୱକୀୟ ଶାସ୍ତ୍ରୀୟତାକୁ ବିଶେଷ ଭାବରେ ପ୍ରମାଣ କରିପାରିଛି। ତେଣୁ ଓଡ଼ିଆ ଭାଷା ହେଉଛି ଏକ ଐତିହ୍ୟ ସମ୍ପନ୍ନ ଏବଂ ସମୃଦ୍ଧ ଶାସ୍ତ୍ରୀୟ ଭାଷା, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ ଏହି କ୍ରମରେ ଆମେ ଯଦି ଦେଖିବାକୁ ପାଇବା ଓଡ଼ିଶାର ଶାସକମାନେ ଯେଉଁ ଐତିହ୍ୟ ସମ୍ପନ୍ନ ଶାସକମାନେ ମଧ୍ୟ ଓଡ଼ିଆ ଭାଷାକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବଂ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ପରେ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ 6ଠ ଏବଂ 7ମ ଶତାବ୍ଦୀରେ ତାର ଭାଷା ସାହିତ୍ୟର ପୂର୍ଣ୍ଣାଙ୍ଗ ରୂପ ପ୍ରକାଶ କରିଥିଲା। ଯେଉଁ ସାହିତ୍ୟରେ ସେଇ ସାହିତ୍ୟ ଥିଲା ବୌଦ୍ଧ ସାହିତ୍ୟ ବା ଚର୍ଯା ଗୀତିକା। ବୌଦ୍ଧ ଧର୍ମର ସିଦ୍ଧ ସାଧକ ଲୁହିପା, କାହ୍ନୁପା ପ୍ରଭୃତି ସିଦ୍ଧ ସାଧକଗଣ ଯେଉଁ ଚର୍ଯା ଗୀତିକାକୁ ରଚନା କରିଥିଲେ, ସେଥିରେ ଓଡ଼ିଆ ଭାଷା ବିଶେଷତଃ ଭାବରେ ଭାଷା ସାହିତ୍ୟର ଏକ ପୂର୍ଣ୍ଣାଙ୍ଗ ରୂପରେ ପରିପ୍ରକାଶ ହୋଇଥିଲା। ଏବଂ ତାପରେ ଯେତେବେଳେ 1077 ଖ୍ରୀଷ୍ଟାବ୍ଦରେ ବିଶେଷ ଭାବରେ ଓଡ଼ିଶାର ଗଙ୍ଗବଂଶର ଶାସନ କାଳରେ ଗଙ୍ଗବଂଶର ପ୍ରତିଷ୍ଠା ଶାସକ ଚୋଡ଼ଗଙ୍ଗ ଦେବ ଆମ ପ୍ରାଚୀନ ଐତିହ୍ୟର ସବୁଠାରୁ ଯିଏ ହେଉଛନ୍ତି ଅସ୍ମିତାର ଅସ୍ତିତ୍ୱ, ସେଇ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିରେ ଶ୍ରୀମନ୍ଦିରରେ ସେ ପ୍ରଚଳିତ କରିଥିଲେ ତାଳପତ୍ର ପୋଥିରେ ମାଦଳା ପାଞ୍ଜି। ମାଦଳା ପାଞ୍ଜି ହେଉଛି ଓଡ଼ିଆ ଐତିହ୍ୟର ଏକ ଜୀବନ୍ତ ସ୍ୱତ୍ତ୍ୱଲିପି। ଏବଂ ଏହି ମାଦଳା ପାଞ୍ଜିରେ ଶ୍ରୀମନ୍ଦିରର ନୀତିକାନ୍ତି, ପୂଜାବିଧି, ଦୈନନ୍ଦିନ ଯେଉଁ ନୀତିର ଯେଉଁ ପରିପ୍ରକାଶ ଘଟିଥିଲା, ତାହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଐତିହ୍ୟର ଏକ ଅମଳିନ ସ୍ୱାକ୍ଷର ଏବଂ ଏକ ସାରସ୍ୱତ ଗ୍ରନ୍ଥ, ଯାହାକି ଯୁଗ ଯୁଗ ପାଇଁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବା ଓଡ଼ିଆ ଲିପିର ଶାସ୍ତ୍ରୀୟତାକୁ ପ୍ରମାଣିତ କରିପାରିଛି। ଏବଂ ପରବର୍ତ୍ତୀ କାଳରେ ଯେତେବେଳେ ଓଡ଼ିଆ ଭାଷାର ଏକ ପୂର୍ଣ୍ଣାଙ୍ଗ ସାରସ୍ୱତ ପ୍ରତିଭା ବିକଶିତ ହୋଇଥିଲା, ସୂର୍ଯ୍ୟବଂଶର ଶାସକ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ସାରଳା ଦାସ ଯେତେବେଳେ ଲେଖିଥିଲେ ସାରଳା ମହାଭାରତ। ଏବଂ ମହାଭାରତ ଗ୍ରନ୍ଥ ଯାହାର ମୂଳ ରଚୟିତା ହେଉଛନ୍ତି ମହର୍ଷି ବ୍ୟାସଦେବ, କିନ୍ତୁ ଏହି ମହାଭାରତ ହେଉଛି ସ୍ୱକୀୟ ନିଜସ୍ୱ ଭାବନା ବା ନିଜର ସ୍ୱରଚିତ ସାଧନାରେ ଦେବୀ ଝଙ୍କଡ଼ ନିବାସୀ ସାରଳାଙ୍କର ଆଶୀର୍ବାଦରେ ସିଦ୍ଧେଶ୍ୱର ପରିଡ଼ା ହିଁ ଶୂଦ୍ରମୁନି ସାରଳା ଦାସରେ ପରିଣତ ହୁଅନ୍ତି ଏବଂ ତାଙ୍କ ଦ୍ୱାରା ଲିଖିତ ଓଡ଼ିଆ ମହାଭାରତକୁ ଓଡ଼ିଆ ଜାତିର ବେଦ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଏକ ମୌଳିକ ଶାସ୍ତ୍ରୀୟ ସାରସ୍ୱତ ରଚନାରେ ସମୃଦ୍ଧ ସାରଳା ମହାଭାରତ ଓଡ଼ିଆ ଭାଷା ସାହିତ୍ୟର ଏକ ପୂର୍ଣ୍ଣାଙ୍ଗ ରୂପ ବୋଲି ବା ଓଡ଼ିଆ ଭାଷା ସାହିତ୍ୟ ବିକାଶ ଚତୁର୍ଦ୍ଦଶ ଶତାବ୍ଦୀରେ କିପରି ପୂର୍ଣ୍ଣାଙ୍ଗ ହୋଇଥିଲା, ତାହା ପ୍ରତିପାଦିତ ହୋଇଛି ଏହି ସାରଳା ମହାଭାରତ ଗ୍ରନ୍ଥରେ। ତେଣୁ ସାରଳା ମହାଭାରତ କେବଳ ଯେ ମହାଭାରତ କାହାଣୀକୁ ବର୍ଣ୍ଣନା କରିଛି ତାହା ନୁହେଁ, ଏହା ଓଡ଼ିଶାର ବିଭିନ୍ନ ପର୍ବ ପର୍ବାଣୀ, ପ୍ରଥା, ପରମ୍ପରା, କାହାଣୀ, ସୂକ୍ତି ଏବଂ ଭୌଗୋଳିକ ଅବସ୍ଥିତି, ସମର କୌଶଳ ସବୁ ବିଷୟରେ ଏକ ବିଶଦ ବିବରଣୀ ପ୍ରଦାନ କରିଛି ସାରଳା ମହାଭାରତ ଗ୍ରନ୍ଥ। ଏବଂ ତାପରେ ସାରଳା ମହାଭାରତ ପରେ ଓଡ଼ିଶାରେ ଯେଉଁ ପଞ୍ଚସଖା ସାହିତ୍ୟ ଯୁଗର ଆରମ୍ଭ ହୋଇଥିଲା ଏବଂ ବୈଷ୍ଣବୀୟ ଚେତନା ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଧାରରେ ଏବଂ ପଞ୍ଚସଖା ରଚନା କରିଥିଲେ ପଞ୍ଚସଖା ଯୁଗର ସାହିତ୍ୟ ଏବଂ ସେମାନଙ୍କ ମଧ୍ୟରେ ଅତି ବଡ଼ି ଜଗନ୍ନାଥ ଦାସଙ୍କର ରଚିତ ଓଡ଼ିଆ ମହାଭାରତ ଓଡ଼ିଆ ଭାଗବତ ମଧ୍ୟ ଓଡ଼ିଆ ସାହିତ୍ୟର ଏକ ମୌଳିକ ସୃଷ୍ଟି ଭାବରେ ବିବେଚନା କରାଯାଏ। ଓଡ଼ିଆ ମାନକ ଭାଷା ଏବଂ ନବାକ୍ଷରୀ ଛାନ୍ଦରେ ରଚିତ ଯେଉଁ ଭାଗବତ ବା ଓଡ଼ିଆ ଭାଗବତ, ଯେଉଁଥିରେ ରଚନା କରାଯାଇଛି ଏବଂ ପ୍ରକୃତ ମୌଳିକତା ଏବଂ ସ୍ୱକୀୟ ଯେଉଁ ସୃଜନଶୀଳତାରେ ସେଇ ଓଡ଼ିଆ ଭାଗବତ ହେଉଛି ପ୍ରତ୍ୟେକ ଓଡ଼ିଆଙ୍କର ପ୍ରାଣକେନ୍ଦ୍ର ଏବଂ ଓଡ଼ିଆ ଭାଗବତକୁ ପାଠ କରିବା ପାଇଁ ଓଡ଼ିଶାର ସାକ୍ଷରତା ହାର ଆପେ ଆପେ ବୃଦ୍ଧି ପାଇଥିଲା ଏବଂ ଓଡ଼ିଶାରେ ଚାଟଶାଳୀ ଶିକ୍ଷା ବା ଚାହାଳି ଶିକ୍ଷା ବିଶେଷ ଭାବରେ ଲୋକପ୍ରିୟତା ଅର୍ଜନ କରିପାରିଥିଲା।
ଏବଂ ପଞ୍ଚସଖା ସାହିତ୍ୟ ପରେ ଓଡ଼ିଆ ସାହିତ୍ୟ ବିକଶିତ ହୋଇଛି ରୀତି ଯୁଗରେ ଏବଂ ରୀତି ଯୁଗର ବିଭିନ୍ନ ସାରସ୍ୱତ ସାଧକ ଯେଉଁମାନେ ରହିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଅଭିମନ୍ୟୁ ସାମନ୍ତ ସିଂହାର ଏବଂ ଅନ୍ୟାନ୍ୟ ଦୀନକୃଷ୍ଣ ଦାସ ଆଦି ଅନେକ ବୈଷ୍ଣବୀୟ କବି ଚେତନା ଓଡ଼ିଆ ସାହିତ୍ୟର ସାରସ୍ୱତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଯାଇଛନ୍ତି। ଏହିପରି ଭାବରେ ଓଡ଼ିଆ ଭାଷା ତାର ସମୃଦ୍ଧ ଶାସ୍ତ୍ରୀୟତାର ସ୍ୱାକ୍ଷରକୁ ବହନ କରି ଆସିଥିବା ବେଳେ ଓଡ଼ିଆ ଭାଷା ତାପରେ ଏକ ଦୁର୍ଦିନର ସମ୍ମୁଖୀନ ହୋଇଛି। କେତେବେଳେ ନା ଯେତେବେଳେ କ୍ରମାଗତ ଭାବରେ ଆଫଗାନ ମୋଗଲ ଏବଂ ମରାଠାମାନଙ୍କ ଆକ୍ରମଣରେ ଭାଙ୍ଗି ଯାଇଛି ଓଡ଼ିଆଙ୍କର ଆତ୍ମବଳ ଏବଂ 1568 ମସିହାରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ରାଜତ୍ୱ ପରେ ତାପରେ ଓଡ଼ିଶାର ଆସିଛି ଦୁର୍ଦିନ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହୋଇଛି ଖଣ୍ଡ ବିଖଣ୍ଡିତ ଏବଂ ଓଡ଼ିଆ ବା ଉତ୍କଳ ଜନନୀ ହରାଇ ବସିଛି ତାର ଅସ୍ତିତ୍ୱ ଏବଂ ଏହି ସମୟରେ ଯେଉଁ ଗୋଟେ ଭାଷାର ଯେଉଁ ସଙ୍କଟ ଦେଖାଯାଇଛି ଏବଂ ଏହି ଭାଷା ସଙ୍କଟକୁ ଦୂରୀଭୂତ କରିବା ପାଇଁ ଉତ୍କଳର ବରପୁତ୍ରମାନେ ଆଗେଇ ଆସିଛନ୍ତି ଏବଂ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନର ସଂଗ୍ରାମ। କର୍ମବୀର ଗୌରୀଶଙ୍କର ରାୟ, କୁଳବୃଦ୍ଧ ମଧୁସୂଦନ ଦାସ, ବ୍ରଜସୁନ୍ଦର ଦାସ ଏବଂ ପ୍ରାରୀମୋହନ ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ନବ୍ୟ ତରୁଣ ବୃନ୍ଦ ଯେଉଁମାନେ ଆଣିଥିଲେ ଓଡ଼ିଶାର ନବଜାଗରଣ 1868 ମସିହାରେ ଓଡ଼ିଶାରେ କଲେଜ ସ୍ତରୀୟ ଶିକ୍ଷାର ଆରମ୍ଭ ଯେତେବେଳେ ହୋଇସାରିଥିଲା ଏବଂ ସେହି ସମୟରେ ତାପରେ ଆସିଥିଲା ଭାଷା ସଙ୍କଟ ଏବଂ ସେହି ଭାଷା ସଙ୍କଟ ଦୂରୀଭୂତ ହୋଇଥିଲା ଏହି ମହାନ ବୌଦ୍ଧିକ ନବଯୁବକମାନଙ୍କର ଯେଉଁ ଅଭିଯାନର ବା ଯେଉଁ ଭାଷା ଆନ୍ଦୋଳନକୁ ସେମାନେ ସକ୍ରିୟ ରୂପ ଦେଇଥିଲେ ଏବଂ ଓଡ଼ିଆ ଭାଷା ସାହିତ୍ୟକୁ ପୁନର୍ବାର ଆହୁରି ରୁଦ୍ଧିମନ୍ତ କରିବାରେ ସେମାନଙ୍କର ସଂଗ୍ରାମୀ ଜୀବନର ଯୋଗଦାନ ଦେଇଥିଲେ। ଏହିପରି ଭାବରେ ତାପରେ ବ୍ରିଟିଶ ଶାସିତ ଭାରତ ବର୍ଷରେ ଯେଉଁ ଖଣ୍ଡ ବିଖଣ୍ଡିତ ଓଡ଼ିଆ ପ୍ରଦେଶ ରହିଥିଲା ତାହା ଏକତ୍ରୀକରଣ ହୋଇଥିଲା ଆମ ଓଡ଼ିଶାର ପ୍ରଣମ୍ୟ ଯେଉଁ ମହାପୁରୁଷମାନେ ରହିଥିଲେ କୁଳବୃଦ୍ଧ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଏବଂ ସତ୍ୟବାଦୀ ସାହିତ୍ୟ ଯୁଗର ଯେଉଁମାନେ ଥିଲେ ସାହିତ୍ୟ ସାରଥୀ ସେମାନେ ମଧ୍ୟ ଭାଷା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହିପରି ଭାବରେ ଓଡ଼ିଶାର ଗଡ଼ଜାତ ରାଜାଙ୍କର ପୃଷ୍ଠପୋଷକତାରେ ଏବଂ ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ଉତ୍କଳ ଦୀପିକା, ସମ୍ବଲପୁର ହିତେଶ୍ୱଣୀ, ଗଞ୍ଜାମ ଅଞ୍ଚଳରୁ ପ୍ରକାଶିତ ଆଶା ପ୍ରଭୃତି ପତ୍ରିକା ତାପରେ ଓଡ଼ିଆ ନବଜାଗରଣର ମୁଖପତ୍ର ରୂପେ ପ୍ରତୀୟମାନ ହୋଇ ଓଡ଼ିଆ ଭାଷା ଆନ୍ଦୋଳନକୁ ଆଗେଇ ନେଇଥିଲେ। ଏହିପରି ଭାବରେ ଓଡ଼ିଆ ଭାଷା ବହୁ ଭାଷା ସଙ୍କଟକୁ ଅତିକ୍ରମ କରି 1936 ମସିହା ଏପ୍ରିଲ 1 ତାରିଖରେ ଯେତେବେଳେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହୋଇଛି ସେତେବେଳେ ଓଡ଼ିଆ ଭାଷାର ତାର ଯେଉଁ ସମୃଦ୍ଧତା ଏବଂ ତାର ଶାସ୍ତ୍ରୀୟତାର ଆଧାରରେ ଓଡ଼ିଆ ଭାଷା ତାପରେ ପାଇଛି ଏକ ସମୃଦ୍ଧ ଆତ୍ମପରିଚୟ ଏବଂ କୋଟି କୋଟି ଓଡ଼ିଆମାନଙ୍କର ଅସ୍ମିତାର ଅସ୍ତିତ୍ୱ ହେଉଛି ଓଡ଼ିଆ ଭାଷା। ତେଣୁ ଆମ ଭାଷା ଶାସ୍ତ୍ରୀୟତା ସମୃଦ୍ଧିରେ ପରିପୂର୍ଣ୍ଣ ଏକ ସମୃଦ୍ଧ ଭାଷା ଯାହାକି ସମ୍ବିଧାନର ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ସ୍ୱୀକୃତ ହୋଇ ଏହି ଭାଷାର ମର୍ଯ୍ୟାଦାକୁ ବିଶେଷ ଭାବରେ ବୃଦ୍ଧି କରି ଆସିଛି। ଏହା ତ ହେଲା ଆମର ସମୃଦ୍ଧ ଓଡ଼ିଆ ଭାଷା ଏବଂ ଖୁବ୍ ସୀମିତ ସମୟ ମଧ୍ୟରେ ମୁଁ କେବଳ ଆଉ ଗୋଟିଏ ବିଷୟରେ ଆଲୋକପାତ କରିବି ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଯେଉଁ ସଂସ୍କୃତି ହେଉଛି ସମ୍ପୂର୍ଣ୍ଣ ଭାବରେ ଏକ ସାରସ୍ୱତ ସଂସ୍କୃତି ସହିତ ଏପରି ଏକ ସଂସ୍କୃତି ଯେଉଁ ସଂସ୍କୃତି ହେଉଛି ଗୋଟେ ସଭ୍ୟତାର ପ୍ରାଣ ଏବଂ ଗୋଟିଏ ଜାତିର ଚିନ୍ତା, ଚେତନା, ଭାବ, ଅନୁଭବ, ଆବେଗ, ମୂଲ୍ୟବୋଧ, କାର୍ଯ୍ୟଧାରା, ବୃତ୍ତି, ପ୍ରବୃତ୍ତି, ସାଫଲ୍ୟ, ବିକାଶର ଧାରା ହିଁ ସଂସ୍କୃତି। ଜାତିର ଜୀବନ ଧାରାରେ ରୁଚି ସମ୍ପନ୍ନ ଏବଂ ମାର୍ଜିତ ହେଲେ ସଂସ୍କୃତିର ଅଦ୍ଭୁତ ଘଟେ ଏବଂ ତାହା ଭାଷା, ସାହିତ୍ୟ, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ, ଦର୍ଶନ ପ୍ରଭୃତିରେ ପରିପ୍ରକାଶ ହୋଇଥାଏ। ସଂସ୍କୃତି ସହିତ ଯେତେବେଳେ ଧର୍ମ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଯାଏ ସଭ୍ୟତା ଉନ୍ନତ ହୋଇ ସମାଜ ସମୃଦ୍ଧ ହୁଏ ଏବଂ ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ, ସାହିତ୍ୟ, ଶିଳ୍ପ, ଭାସ୍କର୍ଯ୍ୟ ତଥା ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଜୀବନର ପ୍ରାଣକେନ୍ଦ୍ର ହେଉଛନ୍ତି ଏହି ଉତ୍କଳର ଯିଏ ହେଉଛନ୍ତି ମୌଡ଼ମଣି ଶ୍ରୀ ଜଗନ୍ନାଥ। ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସର ଯେଉଁ ପ୍ରବାହମାନ ଧାରା ତାହା ବିକଶିତ ହୋଇଛି କେଉଁଠି ନା ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏବଂ ଏହି ସଂସ୍କୃତି ହେଉଛି ଏକ ସାଂସ୍କୃତିକ ସ୍ରୋତର ଏକ ପ୍ରବାହମାନ ଧାରା ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ଏକ ସୁନ୍ଦର, ସମୃଦ୍ଧ ଏବଂ ସୃଜନଶୀଳ ଏବଂ ପରିପୂର୍ଣ୍ଣ ବିଭବରେ
ପୂର୍ଣ୍ଣାଙ୍ଗ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ଭେଦରେ ବିଭାଜିତ ନ ହୋଇ ସମଗ୍ର ଓଡ଼ିଆକୁ ଏକ ସୂତ୍ରରେ ବାନ୍ଧିବାର ସଂସ୍କୃତି। ଓଡ଼ିଆ ଜାତିର ଚିନ୍ତା ଚିନ୍ତନ ଠାରୁ ବ୍ୟବହାରିକ ଜୀବନ ପଥ ତଥା ମାନବୀୟ ସମ୍ବେଦନ ଠାରୁ ସମଷ୍ଟିଗତ ଏକତାକୁ ଆଧାର କରି ଏହି ସଂସ୍କୃତି ହୋଇଛି ସମ୍ପ୍ରସାରିତ। ଆଧ୍ୟାତ୍ମିକତାର ସବୁ ସୌରଭରେ ଏହା ହୋଇଛି ସୁରଭିତ ଏବଂ ଏହି ସଂସ୍କୃତି ଓଡ଼ିଆ ଜାତିର ବିଚାର ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ଏହି ସଂସ୍କୃତି ବିଶେଷ ଭାବରେ ଯେପରି ଭାବରେ ମାନବର କୁ ଦେବତାରେ ପରିଣତ କରିବାର କଳା କୌଶଳରେ ସମୃଦ୍ଧ ହୋଇଛି, ତେଣୁ ସର୍ବଧର୍ମ ସମନ୍ୱୟତାରେ ପରିପୂର୍ଣ୍ଣ ଜଗନ୍ନାଥ ସଂସ୍କୃତି ହେଉଛି ଉତ୍କଳୀୟ ସଂସ୍କୃତି ବା ଓଡ଼ିଆ ସଂସ୍କୃତି। ଏହି ସଂସ୍କୃତି ବିଶ୍ୱାବସୁ ଶବର, ବ୍ରାହ୍ମଣ ବିଦ୍ୟାପତି, ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ, ଦେବର୍ଷି ନାରଦ, ମହାରାଣୀ ଗୁଣ୍ଡିଚା, ରାମାନୁଜାଚାର୍ଯ୍ୟ, ଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ, ଦ୍ୱୈତାଦ୍ୱୈତବାଦୀ ନିର୍ମାକାଚାର୍ଯ୍ୟ, ପ୍ରେମାବତାର ଶ୍ରୀ ଗୌରାଙ୍ଗ, ଶୂନ୍ୟବାଦୀ ବଳରାମ ଦାସ ଏବଂ ରାୟ ରାମାନନ୍ଦ, ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଏବଂ ପୌତ୍ତଳିକ ହରିଦାସ, ଗଣପତି ଉପାସକ ଗଣପତି ଭଟ୍ଟ, ରାମଭକ୍ତ ତୁଳସୀ, ତାନ୍ତ୍ରିକ ଲକ୍ଷ୍ମୀଭଦ୍ର ଗିରି, ଐଚିନ୍ତ ଭେଦାଭେଦବାଦୀ ବଳଦେବ ବିଦ୍ୟାଭୂଷଣ ସଭିଏ ଆପଣାର ଚିନ୍ତା ଚେତନାକୁ ଉଜ୍ଜୀବିତ କରିଛନ୍ତି ଏହି ପୀଠରେ ଏବଂ ଶ୍ରୀ ଜଗନ୍ନାଥ ଧାମର ଶ୍ରୀକ୍ଷେତ୍ରର ଶରଧାବାଲିକୁ ସ୍ପର୍ଶ କରି ନିଜସ୍ୱ ସଂସ୍କୃତିକୁ ଭୁଲି ଏକାକାର ହୋଇଛନ୍ତି ସେହି ଦାରୁଦିଅଙ୍କର ମହନୀୟତାରେ। ତେଣୁ ଓଡ଼ିଆ ଜାତିର ଶ୍ରେଷ୍ଠ ସଂସ୍କୃତି ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ଧାମର ଶରଧାବାଲିକୁ ସ୍ପର୍ଶ କରିବା ମାତ୍ରେ ସମସ୍ତେ ଭୁଲି ଯାଇଛନ୍ତି ଆପଣାର ଧର୍ମ ଏବଂ ସବୁ ଧର୍ମ ସମନ୍ୱୟ ଏକାକାର ହୋଇଛି ଶ୍ରୀ ଜଗନ୍ନାଥ ସଂସ୍କୃତିରେ। ତେଣୁ ଓଡ଼ିଆତ୍ୱର ସଂସ୍କୃତି ବା ଓଡ଼ିଆ ସଂସ୍କୃତି ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି। ବିଶ୍ୱର ସକଳ ସଂସ୍କୃତିର ଆଧାର ହେଉଛନ୍ତି ଶ୍ରୀ ଜଗନ୍ନାଥ ଏବଂ ଏହି ଶ୍ରୀ ଜଗନ୍ନାଥ ସଂସ୍କୃତିରେ କୌଣସି ପ୍ରକାର ଭେଦଭାବ ନାହିଁ, କୌଣସି ପ୍ରକାର ସଂକୀର୍ଣ୍ଣତା ନାହିଁ ଏବଂ ଏହା ହେଉଛି ଏକ ବିଶ୍ୱ ଭାତୃତ୍ୱର ବାର୍ତ୍ତା ଦେଉଥିବା ସଂସ୍କୃତି। ଯେଉଁ ସଂସ୍କୃତି ଲୌକିକ ଭାବଧାରାରେ ଉପାସିତ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି। ଶ୍ରୀ ଜଗନ୍ନାଥ ସମ୍ପୂର୍ଣ୍ଣ ଭାବେ ଉପାସିତ ଓଡ଼ିଶାର ଯେଉଁ ଶ୍ରୀମନ୍ଦିରରେ ଯିଏକି ବଡ଼ ଠାକୁର ରୂପରେ ପୂଜା ପାଉଛନ୍ତି ଏବଂ ଜଗନ୍ନାଥଙ୍କର ନିତ୍ୟ ସମାହିତ ତିନି ଧୂପ, ପଞ୍ଚ ଅବକାଶ ରୀତିରେ ପୂଜା, ନୈମିତ୍ତିକ ପର୍ବପର୍ବାଣୀ ଏବଂ 12 ମାସରେ ସଂଗଠିତ 13 ଯାତ୍ରା ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଦେଇଛି ଏକ ପୂର୍ଣ୍ଣାଙ୍ଗ ରୂପ ଏବଂ ଏହା ଏକ ସୁସଂଗଠିତ ସଂସ୍କୃତି ଏବଂ ମହାପ୍ରଭୁ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ନିର୍ଗୁଣ ଏବଂ ସଗୁଣର ଏକ ସମ୍ପୂର୍ଣ୍ଣ ରୂପ ବୋଲି ତାଙ୍କୁ ବିବେଚନା କରାଯାଏ ଏବଂ ସେ ହେଉଛନ୍ତି ଦୀନବନ୍ଧୁ, ଆର୍ତ୍ତତ୍ରାଣ, ଅନାଥର ନାଥ, ଅଶରଣର ଶରଣ, ବଳିଆର ଭୁଜ ମହାପ୍ରଭୁ। ତେଣୁ ତାଙ୍କର ଦେଉଳ ହେଉଛି ବଡ଼ ଦେଉଳ, ତାଙ୍କର ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ତାଙ୍କର ବାନା ହେଉଛି ପତିତ ପାବନ, ତାଙ୍କ ପ୍ରସାଦ ହେଉଛି ମହାପ୍ରସାଦ ଏବଂ ସେହି ବଡ଼ ଠାକୁର ଏବଂ ଏହି ବଡ଼ ଠାକୁର ମାନବୀୟ ଲୀଳାର ଏକ ମୂର୍ତ୍ତିମନ୍ତ ପ୍ରତୀକ, ଯିଏକି ମାନେ ସକାଳୁ ଉଠନ୍ତି, ତାଙ୍କର ସକାଳ ଧୂପ, ତାଙ୍କର ପହଡ଼ ପାନ ଖାଆନ୍ତି, ପାଣି ପିଅନ୍ତି, ସାଧାରଣ ମଣିଷଙ୍କ ପରି ସେ ଶଯ୍ୟା ତ୍ୟାଗ କରନ୍ତି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏହି ପ୍ରବାହମାନ ଧାରା ଆଧ୍ୟାତ୍ମିକ ଐକ୍ୟବଦ୍ଧର ଉନ୍ନତ ରୁଚି ଏବଂ ବୌଦ୍ଧିକ ସୃଜନଶୀଳତା ଏବଂ ସଂସ୍କାରର ବୋଧରେ ଚିର ଜାଜୁଲ୍ୟମାନ ଏବଂ ଜଗନ୍ନାଥଙ୍କ ରହିଛି ସହସ୍ର ନାମ ଏବଂ ସେହି ନାମ ମଧ୍ୟରୁ ସେ ହେଉଛନ୍ତି ପତିତ ପାବନ। କୋଟି କୋଟି ପତିତ ମାନଙ୍କୁ ଯିଏ ପାବନ କରନ୍ତି, ନିଜେ ଯିଏ ପତିତଙ୍କ ପାଇଁ ପାବନ ହୁଅନ୍ତି, ସେ ହେଉଛନ୍ତି ଶ୍ରୀ ଜଗନ୍ନାଥ। ତେଣୁ ଶ୍ରୀ ଜଗନ୍ନାଥଙ୍କର ନାମ ମଧ୍ୟରେ ପତିତ ପାବନ ହେଉଛି ଶ୍ରେଷ୍ଠ ନାମ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ସବୁଠାରୁ ସାଂସ୍କୃତିକ ଯେଉଁ ପର୍ବ ତାହା ହେଉଛି ତାଙ୍କର ଘୋଷଯାତ୍ରା ବା ରଥଯାତ୍ରା ଏବଂ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା ଶତାବ୍ଦୀ ଧରି ଜନମାନସକୁ ଉଦ୍ବୁଦ୍ଧ କରି ଆସିଛି ଅଖିଳ ବିଶ୍ୱବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏବଂ ଶ୍ରୀ ଜଗନ୍ନାଥ ଯେତେବେଳେ ବର୍ଷକୁ ଥରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆରମ୍ଭ କରନ୍ତି ତାଙ୍କର ଘୋଷଯାତ୍ରା ନନ୍ଦିଘୋଷ ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇ ଭକ୍ତଙ୍କ ନିକଟତର ହୁଅନ୍ତି ଏହି ଶ୍ରୀ ଜଗନ୍ନାଥ। ତେଣୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିରେ ନାହିଁ କୌଣସି ଭେଦଭାବ, ସାମ୍ୟ ଅସାମ୍ୟ,
ଏବଂ ଏକ ସମନ୍ୱୟ ସଂସ୍କୃତିର ଧାରାର ଯିଏ ହେଉଛନ୍ତି ପ୍ରତୀକ ଏବଂ ଯେଉଁ ବସୁଧୈବ କୁଟୁମ୍ବକଙ୍କ ବାର୍ତ୍ତା ନେଇ ଯାହାଙ୍କର ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ପରିବ୍ୟାପ୍ତ, ସେଇ ଓଡ଼ିଆଙ୍କର ନିଜସ୍ୱ ସଂସ୍କୃତି ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି। ଏବଂ ଏହି ମାଧୁର୍ଯ୍ୟ ଲୀଳାରେ ଯେଉଁ ରହିଥାନ୍ତି ଜଗନ୍ନାଥ, ତାଙ୍କର ଲୀଳା ହେଉଛି ଏକ ଅସୀମ ଲୀଳା ଏବଂ ଯେଉଁ ଲୀଳାର ଚମତ୍କାରିତାରେ ଆଜି ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱ ବିଦିତ କରିଛି। ଏବଂ ଜଗନ୍ନାଥ କେବଳ ଓଡ଼ିଶାର ଭୌଗୋଳିକ ସୀମା ସରହଦ ମଧ୍ୟରେ ଆଜି ସୀମିତ ନୁହନ୍ତି, ତାଙ୍କର ଘୋଷଯାତ୍ରା ମଧ୍ୟ ଆଜି ସୀମିତ ନୁହେଁ ଓଡ଼ିଶା ମଧ୍ୟରେ। ଓଡ଼ିଆଙ୍କର ଯେଉଁ ପରିଚୟ ଆଜି ସମଗ୍ର ବିଶ୍ୱର ଯତ୍ରବାନ ଉଡ଼ାଇଛି ଯେଉଁ ଜଗନ୍ନାଥ ସଂସ୍କୃତି, ଆଜି ସମଗ୍ର ୟୁରୋପୀୟ ରାଷ୍ଟ୍ର ସମୂହ ମଧ୍ୟରେ ମଧ୍ୟ ସଂଗଠିତ ହେଉଛି ବା ପାଳନ ହେଉଛି ଏହି ରଥଯାତ୍ରା। ଯେଉଁ ରଥଯାତ୍ରା ହେଉଛି ପତିତପାବନ ଯାତ୍ରା ଏବଂ ଘୋଷଯାତ୍ରା ରୂପେ, ଯାହା ସମଗ୍ର ମାନବ ଜାତିକୁ ଏକ ସୂତ୍ରରେ ବାନ୍ଧିବାର ମହାମନ୍ତ୍ରରେ ଏକ ମାନ୍ତ୍ରିକ ଉଚ୍ଚାରଣ। ତେଣୁ ଓଡ଼ିଆଙ୍କ ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତିର ଏହି ମହନୀୟତାକୁ ପରିବ୍ୟାପ୍ତ କରି ଓଡ଼ିଆ ଜାତି ଆଜି ବିଶ୍ୱ ବିଦିତ। ଯେଉଁ ଓଡ଼ିଆ ଜାତିର ଯେଉଁ ପାବନ ମାଟିରେ ଚଣ୍ଡାଶୋକ ପରିଣତ ହୁଅନ୍ତି ଧର୍ମାଶୋକରେ, ଯେଉଁ ଓଡ଼ିଆଙ୍କ ଦେବତା ଆଜି ବିଶ୍ୱ ଦେବତା ଏବଂ ବିଶ୍ୱମୟ ପ୍ରାଣମୟତାରେ ଆଜି ସମଗ୍ର ବିଶ୍ୱ ଜଗନ୍ନାଥ ସଂସ୍କୃତିର ସାମ୍ୟ ଚେତନାରେ ଆଜି ଉଦ୍ଘୋଷିତ ଏବଂ ଉଦ୍ଭାସିତ, ସେଇ ଠାକୁରଙ୍କର ନିର୍ଜୀବ ବତପାର୍ଯ୍ୟ ତଣ୍ଡୁଳ, ଯାହା ହେଉଛି ଏକ ତଣ୍ଡୁଳ ବା ଚାଉଳ, ଯାହାକି ଆସେ ଯେତେବେଳେ ଶ୍ରୀମନ୍ଦିରକୁ ଏବଂ ତାହା ଭଣ୍ଡାର ଘରକୁ ଯେତେବେଳେ ଆସେ, ଶ୍ରୀମନ୍ଦିରର ଭଣ୍ଡାର ଘରକୁ ତାହା ପରିଣତ ହୁଏ ଅମଣିଆରେ। ବୈଷ୍ଣବାଗ୍ନିରେ ସିଦ୍ଧ ହେଲା ପରେ ତାହା ହୁଏ ଅନ୍ନ। ଠାକୁରଙ୍କ ନିକଟକୁ ପ୍ରେରଣ କରୁଥିବା ବେଳେ ହୁଏ ଛେକ। ପୋଖରିଆରେ ପହଞ୍ଚିବା ପରେ ହୁଏ ଭୋଗ। ଠାମୁରୁଜ ଉପରେ ସଂସ୍ଥାପିତ ହେଲେ ହୁଏ ନୈବେଦ୍ୟ। ମଞ୍ଚଚାରଣ ପୂର୍ବକ ଉତ୍ସର୍ଗ ହେଲେ ହୁଏ ମହାପ୍ରସାଦ। ଭୈରବୀ ଚକ୍ରରେ ନିବେଦିତ ହେଲେ ତାହା ହୋଇଯାଏ ମହାପ୍ରସାଦ ଏବଂ ଆନନ୍ଦ ବଜାରକୁ ଆସି ତାହା ମୋକ୍ଷଦାୟକ ସ୍ୱରୂପରେ କୈବଲ୍ୟ ଏବଂ ଶେଷରେ ଯାହା ଉଚ୍ଛିଷ୍ଟ ରୁହେ ତାହା ହୁଏ ନିର୍ମାଲ୍ୟ। ତେଣୁ ଅଗଣିତ ଭକ୍ତ ଶ୍ରୀ ଜଗନ୍ନାଥଙ୍କ ନିର୍ମାଲ୍ୟ କଣିକାକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଶା କରିଛନ୍ତି। ତେଣୁ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ନିର୍ଜୀବକୁ ବ୍ରହ୍ମରେ ପରିଣତ କରିବାର କଳା କୌଶଳ, ଯାହା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଭିଭୂତ କରି ତାଙ୍କଠାରେ ବ୍ରହ୍ମ ଚେତନାକୁ ସୃଷ୍ଟି କରିଥିଲା। ତେଣୁ ସ୍ୱକୀୟ ପ୍ରଜ୍ଞା ବଳରେ ଶ୍ରୀ ଶଙ୍କରାଚାର୍ଯ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତିର ମହନୀୟତାକୁ ଉପଲବ୍ଧି କରି ଋଗ୍ବେଦର ମହାବାକ୍ୟ ପ୍ରଜ୍ଞାନ ବ୍ରହ୍ମ ଆଧାରିତ ପ୍ରଥମ ମଠକୁ ସ୍ଥାପନା କରିଥିଲେ ଏହି ପୁଣ୍ୟ ଧାମରେ, ପୁଣ୍ୟ ନୀଳାଚଳ ଧାମରେ। ଯେଉଁ ନୀଳାଚଳ ହେଉଛି ଓଡ଼ିଆଙ୍କର ଯେଉଁ ପ୍ରାଣ ସମ୍ବନର ଏକ ସମ୍ପୂର୍ଣ୍ଣ ଏକ ପବିତ୍ର ସ୍ଥଳ, ଯେଉଁ ନୀଳାଚଳ ହେଉଛି ସମ୍ପୂର୍ଣ୍ଣ ଭାବରେ ଓଡ଼ିଆଙ୍କର ଅସ୍ତିତ୍ୱର ଅସ୍ମିତାର ପ୍ରତୀକ ଏବଂ ପ୍ରତ୍ୟେକ ଓଡ଼ିଆଙ୍କର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ତେଣୁ ଏଇ ଯେଉଁ ବିଷୟବସ୍ତୁ ଆମେ ଆଜି ରଖିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଏହା ହେଉଛି ଏକ ଦୀର୍ଘ ଆଲୋଚନାର ବିଷୟ। ଆଜିର ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ମୋ ମାଟି, ମାତୃଭାଷା, ମାତୃଭୂମି ଏବଂ ସର୍ବୋପରି ଜଣେ ଓଡ଼ିଆ ଭାବରେ ଆମର ଅଙ୍ଗୀକାରବଦ୍ଧତା ଏବଂ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ଆଜି ମୋତେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯେଉଁ ଦେଇଥିଲା ମହାର୍ଘ ସୁଯୋଗ, ତେଣୁ ଏହି ଲୋକ ସଂସଦର ସମସ୍ତ କର୍ମକର୍ତ୍ତାଙ୍କ ନିକଟରେ ମୋର ବିନମ୍ର ପଣିପାତ କରି ମୋର ବାଣୀକୁ ବିରାମ ଦେଉଛି। ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ, ନମସ୍କାର। ଧନ୍ୟବାଦ ଧନ୍ୟବାଦ ସସ୍ମିତା ମ୍ୟାଡାମ, ବହୁତ ସୁନ୍ଦର ଭାବରେ ଆଜିର ଯେଉଁ ବିଷୟବସ୍ତୁ ଥିଲା ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ, ସଂସ୍କୃତିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି ଆଉ ସମସ୍ତଙ୍କୁ ବିମୋହିତ କରିପାରିଛନ୍ତି। ବହୁତ ବହୁତ ଧନ୍ୟବାଦ। ଆଉ ଆମର ଜଗନ୍ନାଥ ସଂସ୍କୃତି ଠାରୁ ଆରମ୍ଭ କରି ଆମର ଭାଷା ସାହିତ୍ୟ ଉପରେ ଯେଉଁ ସୁନ୍ଦର ଭାବରେ ଆଲୋଚନା ରଖିଲେ, ସେଥିପାଇଁ ଆମର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ଼ ଜିଲ୍ଲା ତରଫରୁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମର ଯଦି କିଛି ପ୍ରଶ୍ନ ଅଛି ତାହେଲେ ପଚାରିବା ପାଇଁ ଆମେ ରଖିଛୁ ଆମର ଗୋଟେ 5 ମିନିଟର କାର୍ଯ୍ୟକ୍ରମ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ।
तेणु आमर जदि किछि प्रश्न रही आमर ये आलोचना उपरे ताले आपण माने पचारि पारंते। सस्मिता मैडम नमस्कार। बहुत सुंदर भावरे आमर ओडिशार भाषा साहित्य संस्कृति ऐतिह्य को नहीं करी सुंदर वक्तव्यटी रखिले। आमे मोर गोटे परामर्श थिला एको आमे बढ़ई पारि थांते ओडिशार संस्कृति रे बा ओडिया संस्कृति प्राच्य भूखंड रे केमिति प्रचलित अछि। उदाहरण स्वरूप मालयेशिया, जाभा, सुमात्रा, बोर्नियो ये विभिन्न प्रकार जो द्वीपपुंज रे नौ वाणिज्य परंपरा द्वारा ओडिशार सांस्कृतिक ऐतिह्य बहिर्देश रे प्रस्फुटित होइछि। बहुत समय मध्य अछि, आउरी 12 मिनिट आम पाखरे अछि। बहि संस्कृति क्षेत्र रे आम ओडिया संस्कृतिर प्रतिफलन या पर टिके आलोचना करथिने भल ही थांता। सेकंड पॉइंट जो ओडिशार कलिंग कला स्थापत्य विद्या जो कलिंग शैली जहा को कहंती समग्र भारत वर्षर कला मंदिर कला शैली ठारू प्रायत भिन्न। एई मंदिर मानकरे आपण जगन्नाथ संस्कृतिर विषय रे बहुत वक्तव्य रखिले कहिले, किंतु मंदिरर जो कला स्थापत्य अछि मंदिरर कला स्थापत्य भास्कर्य रे ओडिशार जो सांस्कृतिक बा ऐतिह्य प्रतिफलन होइछि। उदाहरण स्वरूप आपण खंडगिरी उदयगिरी थिबा हाथी गुंफा शिलालिपि ठारू आरंभ करी हाथी गुंफा रे खंडगिरी उदयगिरी रे जो ओडिशार संस्कृति अछि ये दिगटी को मध्य आमे टिके दृष्टिपात करथिले भल होई थांता। से जाहु ओडिशार कला स्थापत्य संस्कृति भास्कर्य ऐतिह्य को नहीं करी सुंदर वक्तव्यटी रखिले। आपण को अशेष अशेष धन्यवाद। धन्यवाद सर। शुणନ୍ତୁ सर, मु चाहूली भी आम ऐतिह्यर भास्कर्य कला स्थापत्य पर आलोकपात करने, किंतु आभासी माध्यम सीमित समय बोली मु छाड़गली से ये पर्यायटी को बा ऐतिह्यर भास्कर्य को शिल्पर भास्कर्य को जो सुसमृद्ध नौ वाणिज्य परंपरा रे सुसमृद्ध थिले आम कलिंगर साधु माने केवल जे ओडिशार पण्य द्रव्य बा तत्कालीन कलिंगर पण्य द्रव्य को नहीं सेमाने पूर्व एसीय देश समूह को वाणिज्य व्यवसाय करने को जाऊ नथिले। सेमाने तो सहित जाउथिला आम ओडिशार धर्म दर्शन संस्कृति आम ओडिशार जो कारीगर कूल बा जो शिल्प शास्त्र विशेषज्ञ माने रही जहाँकर निहाण मुगुर गात्र रे सृष्टि हेछि राजाराणी मंदिर, परशुरामेश्वर मंदिर एवं आम उत्कलर चारुकलार गर्व कोणार्क मंदिर, पुरी श्रीमंदिर से पथर कारीगर मानकर निहाण मुगुरर जीवंत स्पर्श आज मध्य दृष्टिगोचर होइछि पूर्व एसीय देशगुड़िकरे एवं सेई देशगुड़िक मध्यरे रहिछि काम्बोडियार अंकोर वाट मंदिर जहाँकि आज विश्व ऐतिह्यर मान्यता को हासिल करिछि। सेथिरे मध्य रहिछि ओडिया शिल्पीर निहाण मुगुरर स्पर्श एवं सेई मंदिर गात्र रे थिबा बोइतर चित्र हेउछि हमर कलिंगर नौ वाणिज्य बा समृद्ध नौ वाणिज्य परंपरार एक चरम निदर्शन बा जो अमलिन साक्षर। तेणु ओडिशार कलिंगवासी केवल जे कलिंगर जो द्रव्य को नहीं से माने नौ वाणिज्य बा दरिया पारी वाणिज्य यात्रा करू नथिले, सेमाने सेठारे जो संस्कृति को विकसित करिसंती अनेक ओडिया शब्द आज मध्य एई जो पूर्व एसीय राष्ट्र समूह रही जाभा, सुमात्रा, बोर्नियो, बाली, सुवर्णद्वीप रे आज मध्य अनेक ओडिया शब्दर समाहार सेमानकर भाषा रे देखिबा को मिली थाए, जेपरि पान प्रभृति शब्द सेमाने उच्चारण करती एवं आमर अनेक हिंदू देवदेवी मध्य पूजा पाती एवं सेमानकर खाद्य संस्कृति रे सेमानकर भाषा संस्कृति रे आज मध्य प्रतिफलित होईछि कलिंगर ए जो संस्कृति जहाँकि केवल आदान प्रदान माध्यम नौ वाणिज्य परंपरा रे पहुंची पारिथिला सेही देश रे एवं सेही देश रे ही आम कलिंग संस्कृतिर जयगान होईछि बा ओडिया महिमारे महिमान्वित होईछि आमर प्राच्य एशियार भूखंड। तेणु
ସମୃଦ୍ଧ ସୁସମୃଦ୍ଧ ବାଣିଜ୍ୟ ପରମ୍ପରାର ରାଜ୍ୟ ଥିଲା କଳିଙ୍ଗ ଏବଂ ଏହି କଳିଙ୍ଗର ଏହି ସୁସମୃଦ୍ଧ ବାଣିଜ୍ୟ ପରମ୍ପରାରେ ଈର୍ଷାନ୍ୱିତ ହୋଇ ହିଁ ଚଣ୍ଡାଶୋକ ଅଶୋକ ଆକ୍ରମଣ କରିଥିଲେ ଏହି କଳିଙ୍ଗ ମାଟିକୁ ଏବଂ କଳିଙ୍ଗ ଯୁଦ୍ଧ ସେଥିରେ ପାଇଁ ଆରମ୍ଭ କରିଥିଲେ ବୋଲି ଆମର ଐତିହାସିକ ମାନେ ବିଶେଷ ଭାବରେ ମତବ୍ୟକ୍ତ କରିଛନ୍ତି। ଏବଂ ଏଇ ଯୋଉ ଆମର କଳିଙ୍ଗର ସୁସମୃଦ୍ଧ ନୌବାଣିଜ୍ୟ ପରମ୍ପରା ରହିଛି ଏବଂ କଳିଙ୍ଗର ଯୋଉ ମନ୍ଦିର ଶୈଳୀ ସମ୍ପର୍କରେ ଆପଣ କହିଲେ ଆମ ଓଡିଶାର ଗଙ୍ଗବଂଶର ଶାସକ ମାନେ ବିଶେଷ ଭାବରେ ଆମର ସମବଂଶୀ ଶାସକ ମାନେ ନିର୍ମାଣ କରିଛନ୍ତି ଅନେକ ମାନେ ମନ୍ଦିର ଏବଂ ଯୋଉ ମନ୍ଦିର ହେଉଛି ଓଡିଶାର କଳା ଭାସ୍କର୍ଯ୍ୟ ଏବଂ ଶିଳ୍ପ ଶାସ୍ତ୍ରର ଏକ ଜ୍ୱଳନ୍ତ ନିଦର୍ଶନ ଏବଂ ପାହାଡ ଏ ଯୋଉ ପ୍ରସ୍ତର ଗାତ୍ରରେ ସେମାନେ ଫୁଟାଇଛନ୍ତି ଯୋଉ ଚିତ୍ର ସେଥିପାଇଁ ଓଡିଶାର ଭାସ୍କର୍ଯ୍ୟ ଯୁଗ ଯୁଗ ଧରି ତାର ଚିତ୍ରଗାନାକୁ ପୃଥିବୀର ଐତିହ୍ୟର ମାନଚିତ୍ରରେ ଲିପିବଦ୍ଧ କରିସାରିଛି। ତେଣୁ ଉତ୍କଳର ଐତିହ୍ୟ ଶିଳ୍ପ ଶାସ୍ତ୍ର ବିଶେଷ ଭାବରେ ସମୃଦ୍ଧିଶାଳୀ ଏବଂ ଆପଣଙ୍କର ସୁଚିନ୍ତିତ ପରାମର୍ଶ ବିଶେଷ ଭାବରେ ଗ୍ରହଣ କରୁଛି। ଧନ୍ୟବାଦ ସାର୍। Dr. Hemangini Meher, she has raised a hand. ଧନ୍ୟବାଦ ଧନ୍ୟବାଦ। ନମସ୍କାର Hemangini ସାର୍, Meher, ସମସ୍ତଙ୍କୁ ନମସ୍କାର, ଅଶେଷ ଅଶେଷ ଧନ୍ୟବାଦ। ବହୁତ ଭଲ ଆଲୋଚନା ଥିଲା, ବହୁତ ହୃଦୟସ୍ପର୍ଶୀ। ତାପରେ ମୋର ଗୋଟେ କ୍ୱେଶ୍ଚିନ୍ ପଚାରିବାର ଥିଲା ଓଡିଆ ଭାଷା ଓ ସଂସ୍କୃତି ନେଇକରି ନୁହଁ, ଆପଣ ଯୋଉ କହିଲେ ସେ ମାନେ ଇଏଟା କୋରିଲେସନ କରୁଛି ମୁଁ, ପ୍ରଜ୍ଞାନମ ବ୍ରହ୍ମଟା ଋଗ୍ବେଦଟା ଆମର ଓଡିଶାରେ ସେଟାର ସ୍ଥାପନା କଲେ ଶଙ୍କରାଚାର୍ଯ୍ୟ। ମ୍ୟାଡାମ ମତେ ଜାଣିବାକୁ ଅଛି ଆଉ କୋଉ କୋଉ ବେଦ କୋଉ କୋଉ ଜାଗାରେ ସ୍ଥାପିତ ହେଲା କି ସେଟା ମୁଁ ଜାଣିନି, କିନ୍ତୁ ଏଇଟା ଋଗ୍ବେଦକୁ ଏଇଠି ସ୍ଥାପନା କଲେ ବୋଲି ମୋର ଜଣା ବି ନଥିଲା। ଧନ୍ୟବାଦ। ଧନ୍ୟବାଦ ମ୍ୟାଡାମ। ଆଉ ଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ କାଞ୍ଚି ଠାରେ ମଧ୍ୟ ସ୍ଥାପନ କରିଛନ୍ତି ତାଙ୍କର ପୀଠ ଏବଂ କୁହାଯାଏ ଆଜି ଯାହା ଆମ ପାଇଁ ଏକ ମାନେ ସନ୍ତ୍ରାସବାଦୀ ଉପତ୍ୟକା ହୋଇଛି ଏବଂ ସେଇ ଯୋଉ କାଶ୍ମୀର ଯାହା ହଉଛି କାଶ୍ୟପ ଋଷିଙ୍କ ଜନ୍ମସ୍ଥାନ ଏବଂ ସେଇଠି ମଧ୍ୟ ଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ ଏକ ପୀଠ ସ୍ଥାପନ କରିଥିଲେ ବୋଲି କିଛିଟା ଅଧ୍ୟୟନରୁ ଜ୍ଞାନ ପ୍ରାପ୍ତ ହୋଇଛି। ଏବଂ ବେଦକୁ ସ୍ଥାପନା କରିବା ଉପରେ ପଚାରିବାର ଥିଲା ମ୍ୟାଡାମ। ଆଉ ଯେମିତି ପ୍ରଜ୍ଞାନମ ବ୍ରହ୍ମଟା ଋଗ୍ବେଦଟା ଓଡିଶା ପାଇଁ ହେଲା, ସେମିତି ଆଉ କୋଉ ବେଦ କୋଉ ପାଇଁ ହେଲା କି ସେଟା ନାଇଁ ମ୍ୟାଡାମ, ପଚାରିବା। ସେଇଟା ମୁଁ ଟିକେ ଜାଣିନି ଆପଣଙ୍କୁ କହିବି, କିନ୍ତୁ ଏଇଠି ସବୁ ମଠ ସବୁ ସ୍ଥାପନ ଆଜ୍ଞା କରାଯାଇଛି ବୋଲି ମୁଁ ଜାଣିଛି ଆଜ୍ଞା ଶଙ୍କରଙ୍କ ପୀଠ। ଆଜ୍ଞା। ଆଉ କାହାରି କିଛି ପ୍ରଶ୍ନ ଅଛି କି? ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆମର ଆଲୋଚନା ହେଲା ଏବଂ ସମସ୍ତେ ଅଂଶଗ୍ରହଣ କଲେ। ଆଉ ଏଇ ବେଦ ବିଷୟରେ ବି ଆମର ଉମାକାନ୍ତ ସାର୍ଙ୍କ ମଧ୍ୟ ବହୁତ ଜ୍ଞାନ ଅଛି। ଆମେ ପରବର୍ତ୍ତୀ ସମୟରେ ତାଙ୍କ ଠାରୁ ବି ଏ ବିଷୟରେ ଜାଣିବା। ଆଉ ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ଓଡିଶାର ଓଡିଆ ଭାଷାଭାଷୀ। ଆଉ ଜଗତେ ସରସ ଉତ୍କଳ କମଳ ତା ମଧ୍ୟରେ କେଶର ପୁଣ୍ୟ ନୀଳାଚଳ। ଆମେ ସମସ୍ତେ ସେଇ ଜଗନ୍ନାଥ ଧାମର ଅଧିବାସୀ। ତେଣୁ ଆମର ଅତି ସୁନ୍ଦର ଭାବରେ ସାହିତ୍ୟ ସଂସ୍କୃତି ଏବଂ ଆମର ଐତିହ୍ୟ ଉପରେ ଆଜି ଆମେ ଆଲୋଚନା ଶୁଣିଲେ। ତେଣୁ ଆଉ ଥରେ ସମସ୍ତେ ଯୋଉମାନେ ଅଂଶଗ୍ରହଣ କଲେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଶେଷରେ ଆମର ସଭାପତିତ୍ୱ କରୁଥିବା ଡକ୍ଟର ଚିରବ୍ରତ ଦତ୍ତଙ୍କୁ ଅନୁରୋଧ କରିବି ସେ ତାଙ୍କର ସଭାପତିତ୍ୱ ଅଭିଭାଷଣ ସଂକ୍ଷିପ୍ତରେ ରଖିବେ। ଭାଇ ଚିରବ୍ରତ ଦତ୍ତ। ଧନ୍ୟବାଦ ଭଉଣୀ। ସମୟ ତ ଅତିକ୍ରାନ୍ତ ହେଇଯାଇଛି, ଅଳ୍ପ ସମୟ ଅଛି। ମୁଁ ଖୁବ କମ ସମୟ ଭିତରେ ମୋର ଅଭିଭାଷଣ ରଖୁଛି। ଭଉଣୀ ସୁସ୍ମିତା ଭୋଇଙ୍କୁ ଧନ୍ୟବାଦ। ସେ ଭାଷାର ବିଭିନ୍ନ ଧାରା ବର୍ଗ ଆମର ଇତିହାସ ବିଷୟରେ ଆଲୋଚନା କଲେ ଏବଂ ଏକଥା ସତ ଯେ ଓଡ଼ିଆ ଏବଂ ଓଡ଼ିଆ ମାନଙ୍କର ଜୀବନ ଶୈଳୀ, ଜଗନ୍ନାଥଙ୍କର ଜୀବନ ଶୈଳୀ ଦୁହେଁ ସମାନ। ଜଗନ୍ନାଥ ଆମ ଭଳିଆ ଜୀବନଚର୍ଯ୍ୟା ତାଙ୍କର, ଆମର ଜୀବନଚର୍ଯ୍ୟା ଜଗନ୍ନାଥଙ୍କର। ଜଗନ୍ନାଥ ଯାହା ଖାଆନ୍ତି ଆମେ ଖାଉ ଏବଂ ଆମେ ଯାହା ଯାହା କରୁ ଜଗନ୍ନାଥ ବି ସେୟା କରୁ। ମୁଁ ଟିକେ ଆଧୁନିକ ଯୋଉ ସାହିତ୍ୟ ବିଷୟରେ ଆମେ ପରେ କେବେ ଦିନେ ଆଲୋଚନା କରିବା, କାରଣ ଆଧୁନିକ ସାହିତ୍ୟ ମଧ୍ୟ ବହୁତ ଆମର ସୁନ୍ଦର ଭାବରେ ସେ ଇଭଲ୍ଭ କରିଛି ବା ଡେଭଲପ କରିଛି। ମୁଁ ଏଠି ପ୍ରତିଭା ରାୟଙ୍କ କଥା କହିବି, ମନୋଜ ଦାସଙ୍କ କଥା କହିବି, ନୀଳ ଶୈଳ ସୁରେନ୍ଦ୍ର ମହାନ୍ତିଙ୍କ କଥା, ପରଜା ଗୋପୀନାଥ ମହାନ୍ତି ହୁଅନ୍ତୁ, ଚମଣା ଆଠଗୁଣ୍ଟ ହଉ,
ଶିଳା ପଦ୍ମ ହଉ ପ୍ରତିଭା ରାୟଙ୍କର, ଅକ୍ଷର ଇସାରା ହଉ, ମାନସ ଗହିର ଚାଷ ହଉ, ବର୍ଷା ବସନ୍ତ ବୈଶାଖ ହଉ, ବଧୂ ନିରୁପମା ହଉ, ଅମାବାସ୍ୟାର ଚନ୍ଦ୍ର ହଉ, ଏମିତି କେତେ କେତେ ଲୋକ ଲେଖି ଯାଇଛନ୍ତି। ଆମେ ପଢିକି ଖୁସି ହେଇଛେ ଏବଂ ଆମେ ପଢିକିରି ଆମର ସାହିତ୍ୟ ଯୋଉ ବହୁତ ସୁନ୍ଦର ଭାବରେ ରୁଦ୍ଧିମନ୍ତ ହେଇଛି। ଏବଂ ଏଠି ମୁଁ ଉତ୍କଳ ଲକ୍ଷ୍ମୀ କବିତାରେ ଗଙ୍ଗାଧର ମେହେର ସେ ଲେଖିଥିଲେ, ଜୟ ଗୋ ଉତ୍କଳ ଲକ୍ଷ୍ମୀ ଏକମାତ୍ର ସୁନ୍ଦରୀ ତୁ ବସୁଧାରେ, ପ୍ରାକୃତିକ ଶୋଭା ରାଶି ରହିଛନ୍ତି ତୋ ଅଙ୍ଗରେ ଏକାଧାରେ, ତୋହ ବାସ ପାଇଁ ଅଛି କେତେ ତୁଙ୍ଗ ସୁନ୍ଦର ଶୈଳ ଶିବିର, ଦୃଷ୍ଟ ଯାହାର ବର୍ଣ୍ଣନା କରଣେ ଶକତି ନାହିଁ କବିର। এটা ଗଙ୍ଗାଧର ମେହେରଙ୍କର ଉତ୍କଳ ଲକ୍ଷ୍ମୀ କବିତାର ପ୍ରଥମ ଚାରି ଧାଡି। ଏବଂ ଏମିତିଆ ବହୁତ କବି ଉତ୍କଳ ଜନନୀର ସ୍ତବଗାନ କରି ଯାଇଛନ୍ତି। ଏବଂ ଆମେ ଏବେ ଓଡ଼ିଆ ପକ୍ଷ ପାଳନ କରୁଛେ, ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ତାର କ୍ୟାଲେଣ୍ଡର ରହିଛି, ସମସ୍ତଙ୍କ ପାଖରେ ପହଞ୍ଚିଥିବ ନିଶ୍ଚୟ। ଏବଂ ଆମେ ଏଠି ଗୋଟେ ଚଲେଇଛୁ ଓଡ଼ିଆ ଭାଷା ଫଳକରେ ଲେଖିବା ପାଇଁ ସମସ୍ତଙ୍କୁ ବୁଲି ବୁଲି ଅନୁରୋଧ ବି କରୁଛୁ। ଆପଣମାନେ ବି ଆପଣଙ୍କ ଲେଭେଲରେ କରିପାରିବେ। ସମୟ ହେଇଗଲାଣି, ମୁଁ ମୋର ଅଭିଭାଷଣକୁ ବିରାମ ଦଉଛି ଏବଂ ଭଉଣୀ ସୁଷମାଙ୍କୁ ଅନୁରୋଧ କରିଛି କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼େଇବା ପାଇଁ। ଧନ୍ୟବାଦ। ଆମର ସୁରବ୍ରତା ଭାଇ ଅତି ସୁନ୍ଦର ଭାବରେ ଆପଣଙ୍କର ସଂକ୍ଷିପ୍ତ ଅଭିଭାଷଣ ରଖିଲେ। ଆଜିର ଏଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆମକୁ ସମସ୍ତଙ୍କୁ ଉତ୍ସାହିତ କରିଥିବାରୁ ଆଉ ଥରେ ଧନ୍ୟବାଦ ଜଣାଉଛି। ଆଉ ଶେଷରେ ମୁଁ ଆମର ଉମାକାନ୍ତ ସାର୍ଙ୍କୁ ଅନୁରୋଧ କରିବି, ସେ ଆମର ଧନ୍ୟବାଦ ଅର୍ପଣ ସହିତ ଶାନ୍ତି ପାଠ କରିବେ ଏବଂ ଆମର ଏଇ କାର୍ଯ୍ୟକ୍ରମକୁ ଆମେ ସମାପନ କରିବା। ଆଉ ଥରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ହଁ ମ୍ୟାଡାମ, ଆମ ଗହଣରେ ଆମର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି। ସାର୍ ପ୍ରାୟତଃ ସବୁ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତି। ମୁଁ ସାର୍ଙ୍କୁ ପ୍ରଣାମ କରୁଛି। ଅନ୍ୟ ଯେଉଁ ମାନେ ସବୁ ଯୋଗଦାନ କରିଛନ୍ତି, ସସ୍ମିତା ମ୍ୟାଡାମ ତ ସୁନ୍ଦର ଭାବରେ ପରବର୍ତ୍ତୀ ସମୟରେ ମଧ୍ୟ ଦୁଇଟା ନୌ ବାଣିଜ୍ୟ ପରମ୍ପରା କାମ୍ବୋଡିଆର କଳା ସ୍ଥାପତ୍ୟ ବିଦ୍ୟାକୁ ଉଦ୍ଧୃତ କଲେ, ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଚିରବ୍ରତ ସାର୍ ସୁନ୍ଦର ଭାବରେ ସମୟକୁ ସଠିକ ରୂପାୟନ କରିଛନ୍ତି, ତାଙ୍କୁ ଅଶେଷ ଧନ୍ୟବାଦ। ଆଶ୍ଲେଷା ଅଭିଲିପ୍ସା ପଣ୍ଡା ବିବେକ ବାଣୀ ପାଠ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ। ମହେଶ ଆଉ ପ୍ରକାଶ ବାବୁ ସୁନ୍ଦର ରାମ ନବମୀର ରାମଙ୍କ ଉପରେ ଭଜନଟିଏ ପରିବେଷଣ କଲେ, ତାଙ୍କୁ ଅଶେଷ ଧନ୍ୟବାଦ। ଆଉ ଯେଉଁମାନେ ବିଦ୍ୱାନ ମାନେ ଯୋଗଦାନ କରିଛନ୍ତି ସମସ୍ତଙ୍କୁ ବିଶେଷ ବିଶେଷ ଧନ୍ୟବାଦ। ମୁଁ ବର୍ତ୍ତମାନ ଶାନ୍ତି ପାଠ କରୁଛି। ଓಂ ସ୍ୱସ୍ତି ନ ଇନ୍ଦ୍ର ବୃଦ୍ଧଶ୍ରବାଃ ସ୍ୱସ୍ତି ନ ପୂଷା ବିଶ୍ୱବେଦାଃ ସ୍ୱସ୍ତି ନସ୍ତାର୍କ୍ଷ୍यो अरिष्टनेमि स्वस्ति न बृहस्पतिर्दधातु। ओम देहो शांति अंतरिक्षम शांति पृथ्वी शांति रापः शांति ओषधय शांति वनस्पतय शांति विश्वे देवा शांति ब्रह्म शांति सर्वं शांति शांतिरेव शांति समा शांतिरेधि। ओम शांति शांति शांति। ओम सर्वेभ्यो नमो नमः। हाँ सुषमा मैडम। ओम शांति। ସମସ୍ତଙ୍କର ମଙ୍ଗଳ କାମନା କରି ଆମର ଉମାକାନ୍ତ ସାର୍ ସମସ୍ତଙ୍କ ପାଇଁ ଶାନ୍ତି ପାଠ କଲେ, ତେଣୁ ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି। ଆଉ ବର୍ତ୍ତମାନ ଆମର ସମୟ ମଧ୍ୟ ଠିକ ହେଇଯାଇଛି, ତେଣୁ ମୁଁ ଅନୁରୋଧ କରିବି ଆମର ଚିରବ୍ରତ ସାର୍ଙ୍କୁ ସେ ଆଜିର ଏଇ କାର୍ଯ୍ୟକ୍ରମର ପରିସମାପ୍ତି କରିବେ। ଆଉ ଆମେ ସମସ୍ତେ ଆଜି ଆମେ ଗର୍ବିତ ଯେ ଆମେ ଏଇ ସଂସଦର ସମସ୍ତେ ସଭ୍ୟସଭ୍ୟା, ଆଉ ଆମେ ଆମର ଓଡ଼ିଆ ଅସ୍ମିତାକୁ ବଞ୍ଚେଇ ରଖିବା, ଓଡ଼ିଆ କହିବା, ଓଡ଼ିଆ ଲେଖିବା ଏବଂ ଓଡ଼ିଆ ପଢିବା ଏବଂ ଆମର ଯୁଗ ଯୁଗକୁ ଆମର ଓଡ଼ିଆ ଭାଷାର ମର୍ଯ୍ୟାଦା ରଖିବା। ଉତ୍କୃଷ୍ଟ କଳାର ଦେଶ ବୋଲି ପରା ଉତ୍କଳ ତାହାର ନାମ, ଭାଷା ତ ଓଡ଼ିଆ ସତେ ସୁଧାବଳା କେହି ନୁହେଁ ତାର ସମ। ତେଣୁ ଆମେ ସମସ୍ତେ ଓଡ଼ିଆବାସୀ, ଆମେ ସମସ୍ତେ ଜଗନ୍ନାଥ ସଂସ୍କୃତିର ଦେଶରେ ବାସ କରୁଛୁ, ତେଣୁ ଆମେ ନିଜକୁ ସମସ୍ତେ ଗର୍ବ ଅନୁଭବ କରୁଛୁ। ଠିକ ଅଛି, ବର୍ତ୍ତମାନ ମୁଁ ଆମର ଆଜିର ସଭାପତିତ୍ୱ କରିଥିବା
ଦୀରବ୍ରତ ସାର୍ କୁ ଅନୁରୋଧ କରିବି ଯେ ଆଜିର ଏଇ କାର୍ଯ୍ୟକ୍ରମକୁ ଏଠି ସମାପ୍ତି କରିବେ ଏବଂ ଯଦି କିଛି ଭୁଲ ଭଟକା ହେଇଥାଏ ତାହେଲେ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି ଆଉ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଧନ୍ୟବାଦ ସୁଷମା ଭଉଣୀ। ଦିନେ ପ୍ୟାରୀମୋହନ ସାର୍ଙ୍କୁ ଶୁଣିବା, ତାଙ୍କୁ ଶୁଣିବାର ସୌଭାଗ୍ୟ ମୋର ହେଇନି କେବେ। ଉମାକାନ୍ତ ଭାଇଙ୍କୁ ଅନୁରୋଧ ସାର୍ଙ୍କ ସାଙ୍ଗରେ ଗୋଟେ ଦିନ ଫିକ୍ସ କରନ୍ତୁ, ପ୍ୟାରୀମୋହନ ସାର୍ଙ୍କୁ ଶୁଣିବା ଆମେ ସମସ୍ତେ। ଏବଂ ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦେଇକିରି ଆଜି ସଭା ସମାପ୍ତିର ମୁଁ ଘୋଷଣା କରୁଛି। ଧନ୍ୟବାଦ। ସାଂଗଠନିକ ଆଲୋଚନା ମାଟି କରନ୍ତୁ। ଗୀତ ଭାଇ ହଁ ଅଛୁ। ଆଜ୍ଞା ଯୋଉମାନେ ଟିକେ ରହିଥିବେ ଉମାକାନ୍ତ ବାବୁ ଟିକେ କହିବେ ଆଲୋଚନା ପାଇଁ ସାଂଗଠନିକ ଆଲୋଚନା ଟିକେ କଣ କେମିତି କରିଛନ୍ତି ଏପ୍ରିଲ 1 କିମ୍ବା ଆଗକୁ ଆମର ଜିଲ୍ଲା ସମ୍ମିଳନୀ ଟିକେ ହବାର ବୋଧେ ଏପ୍ରିଲ 20 ଭିତରେ ଅଛି, ଟିକେ ତା ଉପରେ ଆଲୋଚନା ଟିକେ ଦେଖନ୍ତୁ। ଉମାକାନ୍ତ ବାବୁ ନା ଗଲେଣି ହେରି? ଉମାକାନ୍ତ ବାବୁ ଅଛନ୍ତି ଲାଇନ ରେ? ହଁ ଟିକେ ନାହାନ୍ତି ଟିକେ ସାର୍। ଦେଖନ୍ତୁ। ଆଲୋଚନା କଣ ହବ ଯଦି ଆଲୋଚନା କରିବା। ଦେଖନ୍ତୁ ସେଇ ଆମର ଜିଲ୍ଲା ସମ୍ମିଳନୀ ତ ଏପ୍ରିଲ ତ କରିଥିବେ, ଜିଲ୍ଲା ସମ୍ମିଳନୀ ଟା କେବେ କଣ କରିବା ପାଇଁ ସେ ଚିନ୍ତା କରନ୍ତୁ ଟିକେ ଆଉ। ଆମର ନିରୁପମା ମ୍ୟାଡାମଙ୍କର ତ ଅଲଗା କାର୍ଯ୍ୟକ୍ରମ ଥିଲା, ସେଥିପାଇଁ ସେ ଆଜି ଆମକୁ ଦାୟିତ୍ୱ ଦେଲେ ଆଉ ଆମେ ବିଷୟରେ ଆଲୋଚନା କଲେ ହବ। ଆଉ ଯୋଉମାନେ ଆମର ଅଛନ୍ତି ସାର୍ ବୋଧେ ଲେଫ୍ଟ କଲେ ବୋଧେ ଉମାକାନ୍ତ ସାର୍। ହଁ ସେ ମା ଟିକେ ପଛରେ ଦେଖିକି ଆଲୋଚନା ଟିକେ କରିବେ କଣ କେମିତି ହବା କଥା କଣ କରିବେ। ଆଉ ତ ମାସରେ ଥରେ ପୁଣି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବେଳକୁ ପୁଣି ଜିଲ୍ଲା ସମ୍ମିଳନୀ ଟା ଆମର 20 ଭିତରେ ହେବା କଥା। ଯେମିତି ଆମର ସମ୍ବାଦର ମିଟିଂ ଯେମିତି ହଉଛି ସେ ବି ଦିଆଯାଇଛି ଆପଣଙ୍କୁ, ଆମର କାର୍ଯ୍ୟକ୍ରମର ସୂଚନା ଧାରା ଦିଆଯାଇଛି, ସୂଚନା ଦିଆଯାଇଛି, ସେମିତି ଟିକେ କରିବେ କଥାବାର୍ତ୍ତା ହେଇକିରି ଉମାକାନ୍ତ ସହିତ ଆଉ। ଡେଟ୍ ଟା ତ ଫିକ୍ସ ହେଇନି, 13 ତାରିଖ ଥିଲା, ସେଟା ପରେ କରିବା କହିଲେ, ତେଣୁ କେବେ ହବ? ହଉ ଯୋଉଦିନ ହଉ ଦେଖନ୍ତୁ, ଏଇ ସଂକ୍ରାନ୍ତି ପରେ ହଉ କୌଣସି ଯୋଉଦିନ ଦେଖିକି କରିବେ ଆଉ। ହଁ ସେ ବିଷୟରେ ଆଉ ଦିନ ଆଲୋଚନା କରିବା କଥା। ଆଉ କଣ ଭାଇ କହ? ଚିରବ୍ରତ ଭାଇ ଆଜ୍ଞା। ମୋର ଟିକେ ଚାର୍ଜ ସରି ଯାଇଥିଲା ତ ଅଫ୍ ହେଇଗଲା। ଦେଖିଲେ ଆଜ୍ଞା, ଏଇ ଆମର ଜିଲ୍ଲା ସମ୍ମିଳନୀ ଟା କରିବା ପାଇଁ ଉମାକାନ୍ତ ଚାଲିଗଲେ, ଆପଣ ଅଛନ୍ତି, ସାର୍ ଆପଣ ଟିକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଆପଣ କଥାବାର୍ତ୍ତା ହେଇକି ଉମାକାନ୍ତ ସହିତ। ସାର୍ ମୁଁ କରିବି ଚିତ୍ତ ଭାଇ, ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବି ଆଜି। ହଁ ଆଜ୍ଞା ଠିକ ଅଛି ସାର୍, ଧନ୍ୟବାଦ। ଆଜ୍ଞା। ହଉ ଠିକ ଅଛି, ତାହେଲେ ଆମେ ଏଠି ରହିବା, ପରେ ଆମେ ଆଲୋଚନା କରିବା ନେକ୍ସଟ। ସମସ୍ତଙ୍କୁ ଧନ୍ୟବାଦ। ଆଉ ଠିକ ଅଛି।